हेलो माय डियर स्टूडेंट। गत 2 दिन हेलाणी आमे प्रीवियस ईयर क्वेश्चन समाधान करछे। आज होची तार डे 2। तमे समस्त जानिछो 2023 मसियारे आसीथिबा एसएससी सीजीएल रे क्वेश्चन गुडाक आमे समाधान करछे। आज होची तार सेकेंड डे। आज एई चैप्टर सरी जीवो तमरो। तापर कोन करिया परवर्ती चैप्टर कोन करिबा तमे समस्ते कमेंट करी कहि परियो को चैप्टर परवर्ती क्लास करबा हमें। आउ कौन ना एपरी भाବରେ ମୋ ପାଖରେ ପ୍ରାୟ 15 ରୁ 20 ଟି ଲଖା କ୍ୱେଶ୍ଚିନ୍ ରହୁଛି ପ୍ରତ୍ୟେକ ଚାପ୍ଟରର। କାରଣ କଣ ଆମେ ସମସ୍ତେ ଜାଣିଛେ ସିଜିଏଲ ଏକ୍ଜାମ 5 ରୁ 10 ଦିନ ପାଖାପାଖି ହୁଏ। ଆଉ ଦିନକୁ 3ଟା ସିଟ୍ରେ ହୁଏ। ପ୍ରତ୍ୟେକ ସିଟ୍ରେ ଯଦି ଗୋଟେ ଲେଖା ଚାପ୍ଟରରୁ ଗୋଟେ ଲେଖା କ୍ୱେଶ୍ଚିନ୍ ଆସିବ ତାହେଲେ ଦିନକୁ 3ଟା ଟୋଟାଲ ଗୋଟେ ଚାପ୍ଟର ଉପରେ ଆମେ କ୍ୱେଶ୍ଚିନ୍ ପାଇପାରିବା। ସେଇ ପରିବାରରେ 5 ଦିନ ହେଲେ 5 କି 7 ଦିନ ହେଲେ 20ଟା ନହେଲେ 25ଟା କ୍ୱେଶ୍ଚିନ୍ ରହିବ। ଆଉ ଆମେ ସମସ୍ତେ ଜାଣିଛେ ଏସଏସସି ର ତ ବହୁତ ଲମ୍ବା ସିଲାବସ, ବହୁତ ବଡ ସିଲାବସ, ପାଖାପାଖି 25 ରୁ 25ଟା ଖଣ୍ଡେ ରହିଛି ତମର ମ୍ୟାଥମେଟିକ୍ସ ଟପିକ। ଆମେ ଯୋଉ ଟପିକ ବର୍ତ୍ତମାନ ମେନ୍ସୁରେସନ ଏଇଟା ହଉଛି ସେକେଣ୍ଡ କ୍ଲାସ। ଆଜି ତମର କଣ ହେଇଯିବ ନା 2023 ମସିହାର ସମସ୍ତ କ୍ୱେଶ୍ଚିନ୍ ସରିଯିବ। ତାପରେ ଦେଖିବା। ଆଉ ମୁଁ ବି ଆଜି କଣ କରିବି ନା କିଛି କ୍ୱେଶ୍ଚିନ୍ ତମକୁ ବୁଝେଇବି। ଯଦି କିଛି କ୍ୱେଶ୍ଚିନ୍ ତମ ଦ୍ୱାରା ହେଇପାରୁଛି ତାହେଲେ ତମେ କଣ କରିପାରିବ, ଆନ୍ସର ବାହାର କରି ତମେ ବି କମେଣ୍ଟ ବକ୍ସରେ ମତେ ଜଣାଇ ପାରିବ। ତାପରେ ଦେଖିବା ଚାଲ ଆଜିର ପ୍ରଥମ କ୍ୱେଶ୍ଚିନ୍ କଣ ରହିଛି। ତମେ ସମସ୍ତେ ସ୍କ୍ରିନରେ ଦେଖିପାରୁଥିବ ପ୍ରଥମ କ୍ୱେଶ୍ଚିନ୍ ଟିକୁ। ଦେଖ ମୁଁ ତାକୁ ହାଇଲାଇଟ କରିଦଉଛି। ଦେଇଛି କଣ ଗୋଟିଏ ଦ ଲେନ୍ଥ, ବ୍ରେଥ ଆଣ୍ଡ ହାଇଟ୍ ଅଫ ଏ ହଲ୍। ଗୋଟିଏ ହଲ୍ ର ଲେନ୍ଥ ଦେଇଛି, ବ୍ରେଥ ଦେଇଛି, ହାଇଟ୍ ମଧ୍ୟ ଦେଇଛି। ଲେନ୍ଥ ଦେଇଛି 10 ମିଟର, ବ୍ରେଥ ଦେଇଛି 20 ମିଟର ଆଣ୍ଡ ହାଇଟ୍ ଦେଇଛି 15 ମିଟର ରେସ୍ପେକ୍ଟିଭଲି ଯଥାକ୍ରମେ। Find the cost of white washing the wall of inside of the hall and ceiling। ବୁଝିଲେ ନା ନାଇଁ? ଆମେ ଜାଣିଛେ ଗୋଟିଏ ହଲ୍ ର 4ଟା ୱାଲ୍ ରହିଛି ଆଉ ଗୋଟେ ରହିଛି ସେଲିଂ ରହିଛି। ଏ ଦିଟାର ଏ ଟୋଟାଲ 5ଟା ସାଇଡ ର କଣ ବାହାର କରିବା, ଆମେ ଏରିଆ ବାହାର କରିବା। ଆମେ ଜାଣିଛେ ଗୋଟେ ସ୍କୋୟାର ମିଟର ଏରିଆକୁ ଆମର 10 ଟଙ୍କା 20 ପଇସା ହିସାବରେ ଖର୍ଚ୍ଚ ହେଲେ ମୋଟ କେତେ ଟଙ୍କା ଖର୍ଚ୍ଚ ହବ ବୋଲିକା ଏଇ କ୍ୱେଶ୍ଚିନ୍ ପଚାରିଛି। ତାହେଲେ ପିଲାମାନେ କେମିତି କରିବା ଏଇ ପ୍ରଶ୍ନଟାକୁ ସମାଧାନ। ପ୍ରଥମେ ମୁଁ ତମକୁ ଗୋଟେ ଚିତ୍ର ମାଧ୍ୟମରେ ରୁମ ର ଫିଲ୍ ଦଉଛି। ବୁଝିପାରିଲ ନା ନାଇଁ? ଦେଖ क्या हो रहा है, ऐसे हो रहा है, ये क्या हो रहा है। 1 मिनट रुक जाओ। हो गया। देखो ମୁଁ ତମ ପାଇଁ ପ୍ରଥମେ ଏଇଟା ବୁଝିବା ପାଇଁ ଡାଇଗ୍ରାମ କରିବାକୁ ପଡିବ। ଡାଇଗ୍ରାମ କରିକି ୱାନ୍ସ ଟାଇମ ମାଇଣ୍ଡରେ ତମର ଫିଟ୍ ହେଇଗଲା ପରେ ସେକେଣ୍ଡ ଟାଇମ ଏଭଳି କ୍ୱେଶ୍ଚିନ୍ ଆସିଲେ କେବେ ତମର ଭୁଲ ହବନି। ଦେଖ ତାହେଲେ କଣ କରିବା, ଫାଷ୍ଟ ରୁମ ର ଡାଇଗ୍ରାମ ଟା କରିଦଉଛି। ଦେଖିପାରୁଥିବ ରୁମ ସମସ୍ତେ ହେଲା। ତାପରେ କଣ କରିବା, ଦେଖ ଦେଇଛି ଲେନ୍ଥ। ଲେନ୍ଥ କେତେ ଦେଇଛି 10 ମିଟର। ତାହେଲେ ଲେନ୍ଥ କୋଉଟାକ ନା ଏଇଗୁଟାକ। ଲେନ୍ଥ ହେଲା କଣ 10 ମିଟର। ଲେନ୍ଥ 10 ମିଟର ଆଣ୍ଡ ଦେଇଥିଲା ବ୍ରେଥ ଦେଇଥିଲା କେତେ 20 ମିଟର। ତାହେଲେ ବ୍ରେଥ କୋଉଟାକ ଏଗୁଡାକ ହେଲା ବ୍ରେଥ। ଜାଣିଛ ଏଠି ହେଲା କେତେ 20 ମିଟର। ତାପରେ ଦେଇଥିଲା କଣ ହାଇଟ୍ ଦେଇଥିଲା 50 ମିଟର। ହାଇଟ୍ କୋଉଟାକ ନା ହାଇଟ୍ ହେଲା କୋଉଟାକ ଏଗୁଡାକ। ଦେଖିପାରୁଥିବ ସମସ୍ତେ ଏଇଗୁଡାକ ହେଲା କଣ ହାଇଟ୍। ଯାହାର ଦୂରତା ଦେଇଛି କେତେ 15 ମିଟର ଦେଇଛି। ବୁଝିପାରିଲ ନା ନାହିଁ? ତାହେଲେ ବର୍ତ୍ତମାନ ଲେନ୍ଥ ଆମେ ଏଠି ଦେଖିପାରୁଥିବା 10 ମିଟର ଦେଇଥିଲା, ବ୍ରେଥ ମଧ୍ୟ ଦେଇଥିଲା 20 ମିଟର ଆଉ ହାଇଟ୍ ଦେଇଥିଲା କେତେ 50 ମିଟର। କଣ କହିଥିଲା ଆମର ଘରର ଇନସାଇଡ ମାନେ ଭିତର ପଟ କେବଳ ହିଁ କଲର ହବ। ଭିତର ପଟେ କଲର ହବା ପାଇଁ କେତେଟା ୱାଲ୍ ହେଇଛି, ଗୋଟେ ଘର 4ଟା ୱାଲ୍ ହେଇଛି। তুমি ଦେଖିପାରୁଥିବ ଫେସ୍ ରେ ଗୋଟେ, ଯୋଉଟା ବର୍ତ୍ତମାନ ଏବେ ଡ୍ର କରୁଛି। ତାପରେ ଦେଖ ଯେମିତି ଆଗରେ ଗୋଟେ ଫେସ୍ ଦେଖୁଛ ସେଇଭଳି ସମାନ ଆକୃତିରେ ଗୋଟେ ଫେସ୍ ରହିଛି ତାର ପଛରେ, ଦେଖିପାରୁଛ। ଆଉ ତାପରେ କଣ ନା ବାଁ ପଟେ ଯୋଉ ଭଳି ଆକୃତିରେ ଗୋଟେ ଫେସ୍ ଦେଖିଛ
ସେଇପରି ଭାବରେ ଡାହାଣ ପଟେ ମଧ୍ୟ ସେ ଏକୁତିର ସମାନ ଆକୃତିରେ ଗୋଟେ ରହିଛି କଣ ଫେଜ ରହିଛି। ତାହେଲେ କଣ କରିବା, ଆଗ ଫେଜ ର କ୍ଷେତ୍ରଫଳ ବାହାର କରି 2 ରେ ଗୁଣି ଦେଲା ପରେ ଆଗ ପଛର କ୍ଷେତ୍ରଫଳ ବାହାର କରିବ। ଦେଖ ଆଗ ଫେଜ ର କ୍ଷେତ୍ରଫଳ ବାହାର କରିବା ପାଇଁ ଏଇଟା ହେଲା କଣ ତାର, ଏଇଟା ହେଲା 10 ମିଟର, ଏଇଟା ହେଲା କଣ ତାର 15 ମିଟର। ତାହେଲେ ଏଇଟା ଗୋଟେ କୋଉ ଭଳିଆ ଆକୃତି ହେଇଗଲା, ଆମେ ସେ ଜିନିଷ ଏଇଟା ଗୋଟେ ହେଇଗଲା ଆୟତାକୃତି ଆକୃତି ବିଶିଷ୍ଟ ହେଇଗଲା। ତାହେଲେ ଆୟତକାରର କ୍ଷେତ୍ରଫଳ କେମିତି ବାହାର କରିବା, ଆୟତାକୃତି ଆକୃତି ବିଶିଷ୍ଟ ଯେକୌଣସି ଗୋଟେ ଫିଲ୍ଡ ହଉ କିମ୍ବା ଯେକୌଣସି ଗୋଟେ ଏରିଆ ହଉ ତାର କ୍ଷେତ୍ରଫଳ କେମିତି ବାହାର କରିବା, ନା ଦେଖ ଦୈର୍ଘ୍ୟ ଗୁଣନ ପ୍ରସ୍ଥ। ତାହେଲେ ଏଇ କ୍ଷେତ୍ରଟା କ୍ଷେତ୍ରଫଳ କେମିତି ବାହାରିବ, ନା 10 ଗୁଣନ 15, 15 ଦଶା କେତେ ହେଲା 150 କଣ ସେଣ୍ଟିମିଟର ସ୍କୋୟାର ହେଇଯିବ। ତାହେଲେ ଆଗ ପଟେ ଯଦି 150 ହେଲା ପଛପଟେ ବି ସେଇପରି ଭାବରେ 2 ରେ ଗୁଣି ଦେଇକି ଯୋଡେ ଫେଜ ସେଇଭଳିଆ ସମାନ ଆକୃତିରେ ରହିଛି, ତେଣୁ ଟୋଟାଲ କେତେ ହେଇଗଲା 300 ସେଣ୍ଟିମିଟର ସ୍କୋୟାର। ସମଝେ। ତାପରେ ଦେଖ ବାଁ ପଟେ ଯୋଉ ଭଳିଆ ସରଫେସ ଟା ଦେଖୁଛ, ଯୋଉ ଭଳିଆ ଫେଜ ଦେଖୁଛ ଡାହାଣ ପଟେ ବି ସେଇଭଳିଆ ରହିଛି। ଗୋଟିଏ ଫେଜ ରେ କଣ କରିପାରିବା, ରହିବ ଆମେ କ୍ଷେତ୍ରଫଳ ବାହାର କରିବା କେମିତି, ଦେଖ ଏଇଟା ଦେଇଛି 20, ଏଇଟା ଦେଇଛି କେତେ 15, ତାହେଲେ ଏଇଟା ବି ଗୋଟେ କୋଉ ଆକୃତି ବିଶିଷ୍ଟ ହେଲା, ସେଇ ଆୟତାକୃତି ବିଶିଷ୍ଟ। ତାହେଲେ ତାର କ୍ଷେତ୍ରଫଳ କେମିତି ବାହାରିବ, ନା ସେଇ 20 ଇଣ୍ଟୁ କଣ କରିଦେବି 15 କରିଦେବି, 15 ଦୁଗୁଣେ କେତେ 30 ହେଲା ପରେ ଜଷ୍ଟ ଏଇଟା ବି ସେଇ 300 ସେଣ୍ଟିମିଟର ସ୍କୋୟାର ହେଲା। ତାହେଲେ ଗୋଟେ ଏ ବାଁ ପଟେ ବି 300 ସେଣ୍ଟିମିଟର ସ୍କୋୟାର, ଡାହାଣ ପଟେ ବି ହେଇଯିବ ସେତିକି 300 ସେଣ୍ଟିମିଟର ସ୍କୋୟାର। ତାହେଲେ ଆକୁ କଣ କରି 2 ରେ ଗୁଣି ଦେଲା ପରେ ଟୋଟାଲ ବାହାରିଯିବ କେତେ ହେଇଯିବ 600 ସେଣ୍ଟିମିଟର ସ୍କୋୟାର ହେଇଗଲା। ବୁଝିଲାନି। ଆଉ କଣ ରହିଲା, ରୁଫ ଟା କେବଳ ରହିଲା, ଛାତଟା କେବଳ ରହିଲା। ତାହେଲେ ଛାତଟା ବି କୋଉ ଆକୃତି ବିଶିଷ୍ଟ ଦେଖାଯାଉଛି ତମକୁ, ନା ଆୟତାକୃତି ବିଶିଷ୍ଟ। ତାହେଲେ ଛାତର ଦୈର୍ଘ୍ୟ କେମିତି ବାହାରି କରିବ, ଦେଖ ଦୈର୍ଘ୍ୟ ଦେଇଥିଲା କେତେ 10, ତାହେଲେ ଏଇଟା ଯଦି 10 ହବ ଏଇ ଉପରଟା ବି ସେଇ 10 ହବ, ତାହେଲେ ଏଇ ତଳଟା ଯଦି 20 ହବ ଏଇ ଉପରଟା ବି ମଧ୍ୟ କେତେ 20 ହବ। ତାହେଲେ ଛାତର ବି କୋଉ ଆକୃତି ବିଶିଷ୍ଟ ହେଇଗଲା, ନା ଆୟତାକୃତି ବିଶିଷ୍ଟ। ତାହେଲେ ଛାତର କ୍ଷେତ୍ରଫଳ କେତେ ବାହାରିବ, ନା ରୁଫ ର କ୍ଷେତ୍ରଫଳ କେତେ ବାହାରିବ, ନା 20 ଗୁଣନ 10 ସମାନ କେତେ ହେଇଯିବ 200 ସେଣ୍ଟିମିଟର ସ୍କୋୟାର। ତାହେଲେ ଟୋଟାଲ ଏରିଆ କେତେ ହେଇଗଲା ଆମର, ଏଠି 600, ଏଠି 200, 800, 800 1100 ହେଇଗଲା। କେତେ ହେଇଗଲା 1100 ସେଣ୍ଟିମିଟର ସ୍କୋୟାର। ତାହେଲେ ଗୋଟେ ସେଣ୍ଟିମିଟର ସ୍କୋୟାର ଖର୍ଚ୍ଚ ହଉଛି 10 ଟଙ୍କା 20 ପଇସା। କେତେ ଟଙ୍କା ଖର୍ଚ୍ଚ ହଉଛି 10 ଟଙ୍କା 20 ପଇସା। ମୁଁ ଦେଖ ତମକୁ 10 ଟଙ୍କା 20 ପଇସା, 20 ପଇସାକୁ ମୁଁ କଣ କରିବି ଟଙ୍କାରେ କନଭର୍ଟ କଲେ କେତେ ହେଇଯିବ, ନା 20/100, 20 କେତେ କେତେ ହେଇଯିବ 5 ହେଇଯିବ। ବୁଝିଲ ନା ନାଇଁ, 10 ପୂର୍ଣ୍ଣ 1/5। ତାହେଲେ ଆକୁ ଯଦି ମୁଁ ଟଙ୍କା ଟୋଟାଲ ପ୍ରକାଶ କରିଦେଇ କେତେ ହେଇଯିବ 10 ପଞ୍ଚା 50 51, ତାହେଲେ କେତେ ହେଲା 10 ପଞ୍ଚା 50 51/5। ତାହେଲେ କଣ କରିବି, ନା ଗୋଟେ ସ୍କୋୟାର ମିଟର କୁ ଏତିକି ଟଙ୍କା ଖର୍ଚ୍ଚ ହେଲେ ଟୋଟାଲ ଅଛି ଆମର କେତେ ଏରିଆ ଅଛି, ନା 1100 ସ୍କୋୟାର ସେଣ୍ଟିମିଟର କେତେ ଖର୍ଚ୍ଚ ହବ, ନା ପୁଣି ଦେବି ଏକ ସ୍କୋୟାର ମିଟର ନା ସେଣ୍ଟିମିଟର ଥିଲା, ଏକ ସ୍କୋୟାର ସେଣ୍ଟିମିଟର ଥିଲା। ମୁଁ ଏଇଟା ସବୁ ବାଉଳା ଲେଖି ଦେଇଛି ସେଣ୍ଟିମିଟର, ଏଇଟା ତ କଣ କରିଦବ ତମେ ମିଟର କରିପାରିବ। ବୁଝିଲ ନା ନାଇଁ, ଯାହା ଏକା ଜିନିଷ ହେଲା, ଯାହା ଏକ କଥା ସେ ଜିନିଷରେ କାମ କରିବା। ବୁଝିଲ ନା ନାଇଁ। ତାପରେ କଣ ହେଲା, ମିଟର 1 ମିଟର ସ୍କୋୟାର ଖର୍ଚ୍ଚ ହଉଛି ତମର 51/5 ଟଙ୍କା। ବୁଝିଲ ନା ନାଇଁ, 51/5 ଟଙ୍କା ଖର୍ଚ୍ଚ ହଉଛି। ତାହେଲେ 1100 କୁ କେତେ ଟଙ୍କା ଖର୍ଚ୍ଚ ହବ, 1100 ଗୁଣନ କେତେ 51/5। ବୁଝିଲ ନା ନାଇଁ। ତାହେଲେ 5 ରେ କାଟିଦେଲେ କେତେ ହବ, 5 ଦୁଗୁଣେ 10, 1 ବୁଲିଲା 0, 5 ଦୁଗୁଣେ 10 ଆଉ ଗୋଟେ 0, 220 ଇଣ୍ଟୁ କେତେ 51। ବୁଝିଲ ନା ନାଇଁ। ତାହେଲେ କଣ କରିବି, 22 କି ଗୁଣିଦେବି 51, ଡାଇରେକ୍ଟ ଗୁଣିବି। ତାହେଲେ ସମାପ୍ତ ଶୀଘ୍ର ହେଇପାରିବ ନା ଆମର, 22 କେ 22, 2 ରଖିନେଲା 2 ହେଲା, 22 ପଞ୍ଚା କେତେ 110, 110 2 କେତେ 112, ତାପରେ ଗୋଟେ 0 ଥିଲା ଏଠି 0 ଦେଇଦେବି। ଆଉ ଟୋଟାଲ କେତେ ହେଲା 11,220 ଟଙ୍କା ଆମର ଟୋଟାଲ କେତେ ହବ ଖର୍ଚ୍ଚ ହବ। ତମେ ସମସ୍ତେ ବୁଝିପାରିବ ନାହିଁ। ଅପସନ ଦେଖିପାରୁଛ ନା ତମେ, ଅପସନ ରହିଛି B, 11,220 ଟଙ୍କା ଖର୍ଚ୍ଚ ହବ। ଇଏ 20 ସମଥିଙ୍ଗ ବାଉଳା ଟିକେ ଦେଇଛି, କିନ୍ତୁ ଏଇ ଅପସନ ଟା ତମର ସଠିକ ଉତ୍ତର। ତମେ ବୁଝିପାରିଲ ନାହିଁ। ତାହେଲେ ଏଇଭଳି କୋଶ୍ଚିନ୍ ଆସିଲା ତମେ କେମିତି ସମାଧାନ କରିବ, ତମକୁ ବାକି ସହଜରେ ବୁଝେଇ ସାରିଛି। ତମକୁ ବୁଝିବା ପାଇଁ ଏତେ ସମୟ ଲାଗିବ, ଯଦି ତମେ ଏହାକୁ ଡାଇରେକ୍ଟ କରିବ ତାହେଲେ କଣ ହବ, ଏଠି ଦେଖ ଏଠି ଲାଗିବ ମାତ୍ର 2 ସେକେଣ୍ଡ, ଏଠି 2 ସେକେଣ୍ଡ ଲାଗିବ, ଏଠି 2 ସେକେଣ୍ଡ ଲାଗିବ, ଟୋଟାଲ ହେଲେ ଏଠି ବି 2 ସେକେଣ୍ଡ ଲାଗିବ। ଟୋଟାଲ 6 ସେକେଣ୍ଡ ଭିତରେ ତମର ଆନ୍ସର ବାହାରିକି ଥୁଆ ହେଇଥିବ, ଏତେ ସମୟ ବି ଲାଗିବ ନାହିଁ। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କଣ ରହିଛି। ନେକ୍ସଟ କ୍ୱେଶ୍ଚିନ୍ ସମସ୍ତେ ଦେଖିପାରୁଥିବ, ବହୁତ ବଡ କ୍ୱେଶ୍ଚିନ୍ ରହିଛି। କ୍ୱେଶ୍ଚିନ୍ ବଡ ରହିଲେ ତମେ କେବେ ବି ଭୟ କରିବନି। କ୍ୱେଶ୍ଚିନ୍ ନା ବଡ ଦେଇଛି ଟାଇପିଂ କରି ଦେଇଛନ୍ତି, କିନ୍ତୁ କ୍ୱେଶ୍ଚିନ୍ ର ବହୁତ ମାନେ ସହଜ କ୍ୱେଶ୍ଚିନ୍ ଟା। ଦେଖ ତରୁଣ ଓନ୍ ଏ ପ୍ଲଟ ଅଫ ଲ୍ୟାଣ୍ଡ। ବୁଝିଲ ନାଇଁ, ତରୁଣ କଣ କଲା, ଗୋଟେ ଲ୍ୟାଣ୍ଡ ଗୋଟେ ପ୍ଲଟ ଟା କଣ କଲା ଓନ୍ କଲା, ହାଭିଂ ଆନ୍ ଏରିଆ that was 10% more than the area of a plot owned by କଣ ବସବ। ବୁଝିଲ ନାଇଁ। ତାହେଲେ 2 ଜଣ ଥିଲେ, କିଏ ଥିଲେ, ଗୋଟେ ଥିଲା ବସବ ଥିଲା, ଆଉ ଗୋଟେ ଥିଲା କଣ ତରୁଣ ଥିଲା। ମୁଁ ଲେଖିଥିଲି ତାକୁ ସର୍ଟ ରେ। ବୁଝିପାରିଲ ନାଇଁ। B for ବସବ, T for ତରୁଣ। ତରୁଣ owned a plot of land। ବୁଝିଲେ, ତରୁଣ କଣ କଲା, ଗୋଟେ ଲ୍ୟାଣ୍ଡ ର ପ୍ଲଟ ଟାକୁ ଓନ୍ କଲା, having an area that was 10% more than the area of the plot owned by କଣ ବସବ।
ମାନେ ଯେତିକି ଥିଲା ବର୍ଷକରେ ବର୍ଷକର 10% ମୋର ହେଲା କିଏ କିଣିଲା ତରୁଣ କିଣିଲା। ତାହେଲେ 10% କୁ ଯଦି ମୁଁ ଫ୍ରାକ୍ସନ ରେ କନଭର୍ଟ କରି ତାହେଲେ କେତେ ହବ? 10% ମାନେ 10 ବିଭକ୍ତକ କେତେ 100। ଗୋଟେ ଗୋଟେ ଶୂନ କଟିଗଲା ତାହେଲେ କେତେ ହେଇଗଲା? 1/10 ହେଇଗଲା। ତାହେଲେ ତରୁଣ ପାଖରେ ଯଦି 10 ରହିବ ତାହେଲେ 10% ବୁଝିବ ସରି କଣ ବର୍ଷ ପାଖରେ ଯଦି 10 ରହିବ ତାହେଲେ ଆପରେ କେତେ ହବ? 11 ହବ। କଣ ପାଇଁ? ନା ମୋର ଦେନ କହିଥିଲା ମୋର ଦେନ 10%। ତାହେଲେ 10 ର 10% ମୋର କଲେ କେତେ ହବ? ତାହେଲେ 11 ହବ। ବୁଝିପାରିଲ ନା ବୁଝିପାରିଲ? ମୁଁ କେମିତି କଲି କନଭର୍ଟ ଦେଖିଥିଲି 10% କୁ ମୁଁ ଭଗ୍ନାଂଶ ପ୍ରକାଶ କରୁଥିଲି 10/100 କରିଦେଲି ଗୋଟେ ଗୋଟେ ଶୂନ କାଟିଦେଲି 1/1000 କରିଦେଲି। ଯଦି ବୈଭବ ସରି ବର୍ଷକୁ ଯଦି 10 ହବ ତାହେଲେ କଣ 10% ଅଧିକ ହେଲେ ତାର କେତେ ହେଇଯିବ? 11 ହେଇଯିବ। କାହାର? ତରୁଣ ଲ୍ୟାଣ୍ଡ। ବୁଝିପାରିଲନି? ହ୍ୱାଇଲ ଦେଖ ତାପରେ ଦେଖ ହ୍ୱାଇଲ ଦ ଏରିଆ of the plot of a land owned by କଣ ନକୁଲ ୱାଜ 40% more than the area of a plot owned by କଣ ତରୁଣ। ବୁଝିଲ ବୁଝିଲୁ? ତାପରେ କଣ ନକୁଲ କଣ କଣ କରିଥିଲା? ତାପରେ ଆଉ ଗୋଟେ ଆସିଲା କ୍ୟାଚ ଯାହା ନାଁ ହେଲା କଣ ନକୁଲ। ସିଏ କଣ କରିଥିଲା ଦେଖ କୁଆଡେ ଗଲା ଏଠି find the area of the plot of a land owned by ନକୁଲ ୱାଜ 40% more than the area of the plot owned by the ତରୁଣ। ତରୁଣ ଠାରୁ 40% ମୋର ହେଲା କିଣିଲା କିଏ ହେଲା? ओन कला किसी कला नकुल नकुल चल केମିତି ବାହାର କରିବ? 40% मतलब क्या? देखो 20% ତାହେଲେ ସେମିତି ଜାଣିଛ 1/5 20% ର ଫ୍ରାକ୍ସନ ଭ୍ୟାଲୁ କେତେ? 1/5 ତାହେଲେ 40% କରିବା ପାଇଁ କଣ କରିବାକୁ ପଡିବ? 2 ଗୁଣିବାକୁ ପଡିବ। ତାହେଲେ ଏପଟେ ଯଦି 2 ଗୁଣିବି ସେପଟେ ବି 2 ଗୁଣିବାକୁ ପଡିବ। ବୁଝିପାରିଲ ନା ବୁଝିପାରିଲ? ତାହେଲେ 2/5 ହେଲା। ବୁଝିଲ ନା ନାଇଁ? ତାହେଲେ କାହାର 2/5? ତା ମାନେ ଏଇ 2 ଯଦି ହବ ଦେଖ 5% କୁ ଦେଇ ଦେଇଛି କେତେ ଦେଇଛି? ଇଏ ହେଲା ଦେଖ କଣ କହୁଛି ନା 40% ମୋର ଅଧିକ। ତାହେଲେ ତାର ଯଦି 5 ହବ ତାର କେତେ ହବ? 7 ହବ। ବୁଝିପାରିଲ ନା ବୁଝିପାରିଲନି? ଚାଲ ଦେଖିବା କେମିତି ବାହାର କରିବା। 11 ର କେତେ ପରସେଣ୍ଟ ବାହାର କରି 7 7/5 କରି ବୁଝିଲ ନା ନାଇଁ? ହେଲା ତାର କେତେ ହେଲା? 11 7 କେତେ 77 77 ବାଇ କେତେ ହବ? 5 ହବ। ବୁଝିପାରିଲ ନା ବୁଝିପାରିଲନି? ତାହେଲେ କେତେ ହେଲା ନକୁଲ ର? 77/5 ହେଲା। ଜାଣିପାରିଲନି? ଜାଣିପାରିଲ। ତାହେଲେ ଦେଖ if the area of the plot owned by ନକୁଲ ୱାଜ ହେଲେ ଏଇ ଯୋଉ ଫ୍ରାକ୍ସନ ଭ୍ୟାଲୁ ଟା କନଭର୍ଟ କରି ନକୁଲ ର ଆର ଭ୍ୟାଲୁ ଦେଇ ଦେଇଛି ସେ ଦେଖ କଣ ଖାଇଛି? ତ ଏରିଆ ଅଫ ପ୍ଲଟ ଓନ୍ ବାଇ ନକୁଲ ୱାଜ 2695 2695 ବୁଝିଲ ସ୍କୋୟାର ଫିଟ। What was the area of the plot owned by ବୈଶ ହେଲା। ଯଦି 77/5 କୁ ଏତିକି ହେଲା ତାହେଲେ ଆମେ a କୁ ବାହାର କରିବା ଟୋଟାଲ ଆଉ କେତେ 10 କୁ ବାହାର କରି କଣ କଣ ବସରେ ବାହାର କରିବା ଆଉ ବୁଝିପାରିଲ ନା ବୁଝିପାରିଲନି? ତାହେଲେ a କୁ କେମିତି ବାହାର କରିବି? ଯଦି 77/5 କୁ ହଉଛି ଆମର 2695 ତାହେଲେ କଣ କରିବି? ତାକୁ ନେଇକି ସେପଟେ ଡିଭାଇଡ ଉଲ୍ଟେଇ ଦେବି 5/77 ହେଇଯିବ। ଦେଖ ମୁଁ ଏଇଟା କାଟିବି 11 11 ସତା କେତେ 77 11 କାଟିଲେ 11 ଗୁଣ କେତେ 22 ବଳିଲା କେତେ? ଏଠୁ ବଳିଲା ହେଲା 4 ହେଲା ଏଠି ହେଲା 9 ଅଛି 89 11 ଚଉ କେତେ 44 ସେଠି ହେଲା 5 ପରେ 5 11 5 55। ତାହେଲେ ବର୍ତ୍ତମାନ କଣ ହେଲା? ଆକୁ 7 କାଟିଦେବି 7 ରେ 3 21 ଆଉ କେତେ ବଳିଲା? ଏଠି ଗଲା 3 ଏଠି 5 7 5 35 35 5 35 5 କେତେ? 300 150 175 କେତେ ହେଲା? 175। ତାହେଲେ ଏକ ଭାଗକୁ ବାହାରିଲା 175। ଯଦି 10 ଭାଗକୁ କେତେ ବାହାରିବ କଣ କରିବି? ନା ସେଇ 175 କଣ କରିଦେବି ଗୁଣି ଦେବି। 175 ଗୁଣିଲା ପରେ କେତେ ହେଇଯିବ? ନା 1750 ହେଇଯିବ। ବୁଝିପାରିଲ ନା ବୁଝିପାରିଲନି? ତାହେଲେ ବର୍ଷର ଯୋଉ ପଚାରିଥିଲା ଲ୍ୟାଣ୍ଡ ର ଏରିଆ ଟା କେତେ ଫିଟ୍ ରହିଛି ବୋଲି ତାହେଲେ ସେଇଟା କେତେ ବାହାରିଲା? ନା 1750। ବୁଝିପାରିଲ ନା 1750 ତେଣୁ ଦେଖିପାରୁଥିବ ଅପସନ ନମ୍ବର ଏ। କୋଶ୍ଚିନ୍ ଟା ତମକୁ ବଡ ହେଲେ ମଧ୍ୟ କେତେ ସହଜ ତେଣୁ ଦେଖିପାରୁଥିବ। ମୁଁ ପ୍ରଥମେ କଣ କଲି ନା କଣ କହିଥିଲା ନା ବର୍ଷ ଠାରୁ ତରୁଣ ହେଲା କଣ 10% ଅଧିକ। ଯଦି ଆର 10 ହବ ତାହେଲେ ୟାର କେତେ ହବ? 11 ହବ। ପୁଣି ତରୁଣ ଠାରୁ 40% ଅଧିକ ବାଲା କାହାର ଥିଲା? ନକୁଲର ଥିଲା ହେଲା ନକୁଲର ଥିଲା। ତାପରେ କେତେ ହେଇଗଲା ନକୁଲ ଭାଇଲା ଆମର 77/5 ସରି ଆର ଦେଇଥିଲା କେତେ ସ୍କୋୟାର ଫୁଟ? ତାହେଲେ 77/5 ର ଦେଇଥିଲା ଭ୍ୟାଲୁ 2695 ତାର ମୁଁ 1% ର ଭ୍ୟାଲୁ ବାହାର କରିଦେଲି ବା ଏକ ଭାଗ ବାହାର କରିଦେଲି ଏକ ଭାଗ ବାହାର କଲେ 10 ଭାଗର ଭ୍ୟାଲୁ ପଚାରିଥିଲା ମୁଁ ବାହାର କରିଦେଲି। କେତେ ସହଜ ତମେ ଜାଣିପାରୁଥିବ। ଏଇ କୋଶ୍ଚିନ୍ ଟା ମଧ୍ୟ 2023 ରେ ଆସିଥିଲା ସିଜିଏଲ ଏକ୍ସାମିନେସନରେ ଦେଖିପାରୁଥିବ। ଦେଖ ନେକ୍ସଟ କୋଶ୍ଚିନ୍ ସମାଧାନ କରିବା। କୋଶ୍ଚିନ୍ ଗୁଡା ବହୁତ ସହଜ ରହିଛି ତେଣୁ ଧ୍ୟାନ ସହିତ ଦେଖ। ସମସ୍ତ କୋଶ୍ଚିନ୍ ଆମକୁ ଇଜିଲି କରିପାରିବା ସଲ୍ଭ ହେଲା। ଦ ଏରିଆ ଅଫ ଏ ସେକ୍ଟର ତେଣୁ ସମସ୍ତେ ଜାଣି କହିଲେ କଣ ବୁଝୁଛ? ଦେଖ ଏଇଟା ହେଲା ଗୋଟେ ହେଲା କଣ ସର୍କଲ ଏଇଟା କଣ ଗୋଟିଏ ସର୍କଲ ଏଇଟା ହେଲା କଣ ସେଣ୍ଟର ଯାହାର ନାଁ ହେଲା କଣ ଓ। ଯଦି ସେ ସେଣ୍ଟର ଠାରୁ ସର୍କମଫରେନ୍ସ ମାନେ ପରିଧି ଯୋଉ ଗୋଲଟା ଦେଖୁଛ ବଡ ଗୋଲଟା ସେଟା ହେଲା କଣ ପରିଧି କହନ୍ତି। ସେଣ୍ଟର ଠାରୁ ଯୋଉଟା ରାଡିଏସନ ଡ୍ର କରିବା ଦ୍ଵାରା ଯୋଉ ମତେ ଇଣ୍ଡିଭିଜୁଆଲ ଯୋଉ ଅଲଗା ପାର୍ଟ ଟା ମତେ ମିଳିଲା
এই পার্টটা গলা কোণ এই পার্টটাକୁ সেକ୍ଟର କହନ୍ତି କଣ କହନ୍ତି ଏଇ ପାର୍ଟଟାକୁ ସେକ୍ଟର କହନ୍ତି ବୁଝିପାରିଲନି ଏଇ ଅଂଶଟାକୁ କହନ୍ତି ସେକ୍ଟର କହନ୍ତି ଯାହାକୁ ଓଡିଆ କହନ୍ତି ବୃତ୍ତ କଳା କହନ୍ତି ବୁଝିପାରିଲ ନାହିଁ ତାହେଲେ ଏ ବି ଆର ନାଁ କେମିତି କହିପାରିବ ନା ବୃତ୍ତ କଳା ହେଲା କିଏ ସେ ଏ ଏକ୍ସ ଓ ଏ ଏକ୍ସ ବି ଏଟା କଣ କହନ୍ତି ବୃତ୍ତ କଳା କହନ୍ତି ଯୋଉ ଏ ଏକ୍ସ ବି ଏଟାକୁ କହନ୍ତି ଚାପ କୁହନ୍ତି ଯାହାକୁ ଏ ଲେଟର ଦ୍ୱାରା ସୂଚିତ କରାଯାଏ ବୁଝିପାରିଲ ନାହିଁ ଏ ଏକ୍ସ ବି ଏଇ ଯୋଉ ଏ ଏକ୍ସ ବି ଦେଖିପାରୁଛ ଏଗୁଡା ଚାପ କୁହନ୍ତି ହେଲା ଆଉ ଏଇଟା କଣ କହନ୍ତି ଏଇ ଯୋଉ କେନ୍ଦ୍ରରେ ଏଇ ଯୋଉ କେନ୍ଦ୍ର ଦେଖିପାରୁଛ ଓ ପାଖରେ ଯୋଉ ଆଙ୍ଗେଲ ଟା କ୍ରିଏଟ ହଉଛି ଏଇଟା କଣ କହନ୍ତି ସେଣ୍ଟ୍ରାଲ ଆଙ୍ଗେଲ ବୁଝିପାରିଲେ ସେଣ୍ଟ୍ରାଲ ଆଙ୍ଗେଲ ବାହାକୁ କଣ କହନ୍ତି କେନ୍ଦ୍ରୀୟ କୋଣ କହନ୍ତି ଓଡିଆରେ କଣ କହନ୍ତି ଓଡିଆରେ କେନ୍ଦ୍ରୀୟ କୋଣ ଏଇଟା ତ ଜାଣିଛ ଓ ଏ ଓ ବି ଏଟା କଣ ବ୍ୟାସ ଛାଡିଦ ସେ କହିଛି ତ ଏରିଆ ଅଫ ଏ ସେକ୍ଟର ଗୋଟେ ଏରିଆ ସରି ଗୋଟେ ସେକ୍ଟର ଏରିଆ ଦେଇଦେଇଛି ଏଇ ଯୋଉ ସେକ୍ଟର ଦେଖିପାରୁଛଟି ଓ ଏ ଏକ୍ସ ପି ଏଇଟା ହେଲା କଣ ଏ ସେକ୍ଟରଟେ ଆରି ଏରିଆ ଦେଇଦେଇଛି କେତେ ଦେଇଛି ତାକୁ 110 ସେଣ୍ଟିମିଟର ସ୍କୋୟାର ବୁଝିପାରିଲ ନା ନାହିଁ ତାହା ଦେଇଦେଇଛି ଆଣ୍ଡ ଦ ସେଣ୍ଟ୍ରାଲ ଆଙ୍ଗେଲ ମାନେ କଣ ଏରିଆ ଦେଇଦେଇଛି ଏରିଆ ଦେଇଦେଲା କେତେ 110 ସେଣ୍ଟ୍ରାଲ ଆଙ୍ଗେଲ ତମକୁ ମାନେ କହୁଥିଲି ଏଇ ଯୋଉ ଏଇ ସେଣ୍ଟର ପାଖରେ ଯୋଉ ଆଙ୍ଗେଲ ଟା କ୍ରିଏଟ ହେଇଛି ସେଟା ସେଣ୍ଟ୍ରାଲ ଆଙ୍ଗେଲ ଆର ଭ୍ୟାଲୁ ଦେଇଦେଇଛି 56 ଡିଗ୍ରୀ ବୁଝିପାରିଲ ନାହିଁ ହ୍ୱାଟ ଇଜ ଦ ରାଡିୟସ ଅଫ ଦ ସର୍କଲ ତାହେଲେ ସେ ପଚାରୁଛି କଣ ଏଇ ସର୍କଲର ରାଡିୟସ କେତେ ତାପରେ ରାଡିୟସ କିଏ ଓ ଏ ଆଉ କିଏ ସେ ଓ ବି ତାହେଲେ କେମିତି ଆମେ ବାହାର କରିବା ଆଉ ପାଇବା ମାନେ ତମେ 22/7 ମଧ୍ୟ ପୁଟ୍ କରିବ ଆମେ ସବୁ ଜାଣିଛେ ଗୋଟେ ଏଇ କ୍ୱେଶ୍ଚିନ୍ ସମାଧାନ କରିବା ପାଇଁ ଆମକୁ ସେକ୍ଟର କ୍ଷେତ୍ରଫଳ ମନେ ଥିବା ଦରକାର ବୁଝିଲନି ଆମର ହେଲା ତାହେଲେ ଗୋଟେ ସେକ୍ଟରର କ୍ଷେତ୍ରଫଳ ସୂତ୍ର ହେଲା କଣ ନା ଥିଟା ବାଇ 360 ଇଣ୍ଟୁ ପାଇ ଆର ସ୍କୋୟାର ସମଝେ ଦେଖ ଏରିଆ ତ ଦେଇଥିଲା ଏରିଆ ଜାଗାରେ ପକେଇଦେବି 110 ଥିଟା ଜାଗାରେ ପକେଇଦେବି 56 ଡିଭାଇଡ ବାଇ କେତେ ଲେଖିଦେବି 360 ଇଣ୍ଟୁ କେତେ ପାଇ ଜାଗାରେ ତ ଭ୍ୟାଲୁ ପକେଇଦେବି 22/7 ଆର ତ ମୁଁ ପଚାରୁଥିଲା ଆର ସ୍କୋୟାର ସେମିତି ରଖିବି ବୁଝିପାରିଲ ନା ନାହିଁ ଦେଖ 7 କାଟିଦେଲେ ଏଠି କେତେ ହେଇଯିବ 8 ହେଇଯିବ 8ରେ କାଟିଦେଲି ବୁଝିପାରିଲୁ ତାପରେ 8 କୁ 336 କାଟିଦେଲେ କେତେ 8 32 8 40 45 ବୁଝିଲ ନାଇଁ 45 ହେଇଗଲା ବର୍ତ୍ତମାନ ଦେଖ ଯଦି 22ରେ କାଟିକି 110 କୁ 22 ପଞ୍ଚା ହେଲା 110 ତାପରେ ଏପଟେ କେତେ ପଡିଲା 45 50 ତାହେଲେ ଆର ସ୍କୋୟାର କେତେ ହେଇଗଲା ଦେଖ ଆର ସ୍କୋୟାର କଣ ହେଲା ନା 5 ଗୁଣନ 85 ତାହେଲେ କେବଳ ଆର କେମିତି ବାହାରିବ ନା 5 କୁ 5 ରଖିଦେବି ତାପରେ 45 କୁ କରିଦେବି କଣ କରିଦେବି ଗୋଟେ 5 କରିଦେବି ଆଉ ଗୋଟେ କେତେ କରିଦେବି 9 କରିଦେବି ଆର ବର୍ଗମୂଳ ବାହାର କରିଦେବି ତାହେଲେ ଦିଟା 5 ରୁ ବର୍ଗମୂଳ କେତେ ହେଇଯିବ ଗୋଟେ 5 ଗୋଟେ 9 ର କେତେ ହେଇଯିବ 3 ତାହେଲେ 5 ରେ କେତେ ହେଲା 15 ବୁଝିପାରିଲ ନା ବୁଝିପାରିଲନି ତାହେଲେ ଏଇ ଯୋଉ କ୍ଷେତ୍ରଟେ ଦେଖୁଛ ଏଇ ଯୋଉ ବୃତ୍ତଟି ଦେଖୁଛ ଏଇ ବୃତ୍ତର ଏରିଆ କେତେ ବାହାରିଲା ଓ ଏ ଓ ବି କେତେ ବାହାରିଲା ଆମର 15 ଏକ କଣ ହବ ନା ସେଣ୍ଟିମିଟର ସ୍କୋୟାର ଥିଲା ଏଠି କେବଳ ସେଣ୍ଟିମିଟର ହବ ଜାଣିପାରିଲନି ଅପସନ ନମ୍ବର ଦେଖ ଡି ଅପସନ ନମ୍ବର ଡି ହେଲା ଏଇ ପ୍ରଶ୍ନର ସଠିକ ଉତ୍ତର ତମେ ବୁଝିବା ପାଇଁ ଏତେ ସମୟ ଲାଗୁଛି ତମେ ଜାଣିପାରୁଛ କିଛି ବି ନାହିଁ ଏଥିରେ ହେଲା ମୁଁ କେବଳ ଭ୍ୟାଲୁ ଗୁଡାକ ଲେଖିଛି ଏଟା କିଛି ଲେଖିବାର ଆବଶ୍ୟକ ନଥିଲା ଏଇଟା ତ ତମେ ବୁଝିବା ପାଇଁ ଆଡିସନାଲ ଇନଫର୍ମେସନ ଦଉଥିଲି ତାପରେ ଏଇ ଗୋଟାକ ହେଲା କଣ ସୂତ୍ର ସୂତ୍ର ତମେ ମନେ ରଖିକି ଥବ ଆଉ ଯେହେତୁ ଏଇଟା ଗୋଟେ ଟପ୍ ଏକ୍ଜାମ ତମେ ବସିଥିବ ଏକ୍ଜାମ ସେଣ୍ଟରରେ ବସିଥିବ ଆଉ ସେଠି ତ ସୂତ୍ର ଲେଖିବ ନା ଅଭ୍ୟାସ କରିବାକୁ ପଡିବ ପ୍ରାକ୍ଟିସ କରିବାକୁ ପଡିବ ଟାର୍ଗେଟ ଜୀବନରେ ଗୋଟେ ରଖିଯାଇଥିବ ବଡ ଏକ୍ଜାମ ପାଇଁ ସିଜିଏଲ ଭଳି ତାହେଲେ ଯେକୌଣସି ଗୋଟେ ଛୋଟ ଏକ୍ଜାମ ଆରାମସେ କଣ ନିପିଯିବ ତମ ଭିତରେ ହେଲା ତେଣୁକରି ତମେ ଡେଲି ରେଗୁଲାରଲି ପଢାଟାକୁ କଣ୍ଟିନ୍ୟୁ ରଖ ହେଲା ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କଣ ହେଇଛି ମତେ ତ କ୍ୱେଶ୍ଚିନ୍ ସଲ୍ଭ କରି ବହୁତ ଖୁସି ଲାଗୁଛି ତମେ ଦେଖିବ ନିଶ୍ଚିତ ମୋ ସହିତ 15 ଦିନ ରୁହ ଆରାମସେ ତମକୁ କଣ ତମର ବି ହାବିଟ ଚେଞ୍ଜ ଆସିଯିବ ଯାହାଫଳରେ ତମର ବି ପାଠଟାକୁ ଇଚ୍ଛା ହବ ହେଲା ଦ ଲେନ୍ଥ ଅଫ ଏ ହଲ ଇଜ ଗୋଟେ ହଲର ଲେନ୍ଥ ଦେଇଦେଇଛି ତାହେଲେ ଆମେ ସମସ୍ତେ ଜାଣିଛେ ହଲ କଥା କହିଲା ମାନେ ତମକୁ ତ ଫିଲ୍ ହବନି ମୁଁ ପ୍ରଥମେ ଚିତ୍ର କରିକି ତମକୁ ବୁଝିବା ପାଇଁ ଚେଷ୍ଟା କରୁଛି ହେଲା ଦେଖ ମୁଁ କଣ କରିବି ଚିତ୍ର କରିକି ତମକୁ ବୁଝିବା ପାଇଁ ଚେଷ୍ଟା କରିବି ବୁଝିବାର ନାହିଁ ଦେଖିଦିଅ ତାପରେ ମୁଁ ତାକୁ ଚିତ୍ର କରିଦେଲା ପରେ ହଲଟା ସବୁଟା ବୁଝେଇ ପାରିବ ବୁଝିଲେ ହଲ ଚିତ୍ର କେମିତି କରିବି ଯେମିତି ଆଗରୁ କରିଥିଲି ଦିଟା ସେମିତି ଏନେ କରିଦେବି ବୁଝିଲନି ଏଇଟା ଗୋଟେ କଣ ହଲ ହେଇଗଲା ତାପରେ ଏଇଟା କଣ କରିବି ମୁଁ ଯୋଡେଇବି ବୁଝିଲି ନା ତାପରେ ଦେଖ ଏଇଟା ହେଇଗଲା ଏଇଟା ଗୋଟେ କଣ ହଲ ହେଇଗଲା ତ ଲେନ୍ଥ ଅଫ ହଲ ହେଇଛି 21 ମିଟର 21 ମିଟର ତାହେଲେ ଲେନ୍ଥ ଗୋଟାକ ଏଇଗୁଡାକ ହେଲା କଣ ତାର ଲେନ୍ଥ ଏଇଗୁଡା ଦେଇଦେଇଛି ଭ୍ୟାଲୁ କେତେ ଦେଇଛି 21 ମିଟର ଆଣ୍ଡ ଦ ୱାଇଡଥ ଦେଇଛି ୱାଇଡଥ ମାନେ ତାର ଯୋଉ ବ୍ରେଥଟା ଦେଇଛି କେତେ ଦେଇଛି 14 ମିଟର ଦେଇଛି କେତେ ଦେଇଛି 14 ମିଟର ତମେ ଜାଣିଛ ଏଇଗୁଡା ହେଲା କଣ ତାର ୱାଇଡଥ ଆଉ ଏଇଟା କଣ ତାର ହାଇଟ ବୁଝିପାରିଲନି ଏଇଟା ଘରର କଣ ଉଚ୍ଚତା ଏଇଟା ହେଲା ଦୈର୍ଘ୍ୟତା ଏଇଟା ତାର ପ୍ରସ୍ଥ ଏଇଟା ତାର କଣ ଉଚ୍ଚତା ତମେ ଦେଖିପାରୁଛ ସମସ୍ତେ ଦ ସମ ଅଫ ଦ ଏରିଆ ଅଫ ଫ୍ଲୋର ବୁଝିଲି ଫ୍ଲୋର କୋଟା ଦେଖିପାରୁଛ ଏଇ ତଳ ଚଟା ଏଇଗୁଡା ତଳଟା ଟୋଟାଲଟା ଫ୍ଲୋର କହନ୍ତି ଏଇଟା କଣ ଫ୍ଲୋର ଟୋଟାଲ ଏଇ ତଳଟା କଣ ଫ୍ଲୋର
देखो ये सम ऑफ द एरिया ऑफ फ्लोर एंड ए फ्लैट रूफ इज इक्वल टू माने केवल एरिया नुह सम करिया कहछि केवल कौन फ्लोर आ कौन रूफ रूफ कोटा ये ऊपरटा एटा हला कौन रूफ ए छातटा ए दी जनकर एरिया रा समष्टि माने क्षेत्रफल समष्टि बुझलनि ए दीटा क्षेत्र को भली आकृति देखा तुमको ना आयताकृति विशिष्ट देखा देखो फ्लैट रूफ इज इक्वल टू द सम ऑफ द एरिया ऑफ फोर वॉल माने कहिछि तळर तळ जो चट्टान देखि परछो এই ଚଟାଣର ଏରିଆ ଯୁକ୍ତ କଣ ଛାତର ଏରିଆର ସମଷ୍ଟି ଚାରିଟା ଯୋଉ କାନ୍ଥ ରହିଛି ସେମାନଙ୍କର କ୍ଷେତ୍ରଫଳର ସମଷ୍ଟି ସହିତ ସମାନ ବୁଝିଲନି ଫାଇଣ୍ଡ ଦ ହାଇଟ୍ ଅଫ ଦ ହଲ୍ ବୁଝିଲନି ତାହେଲେ କେମିତି ବାହାର କରିବା ଦେଖିବା ଦେଖ ଏଇଟା ଦେଖ ଯେମିତି ଚଟାଣଟେ ଦେଖିପାରୁଛ ଚଟାଣର ଦୈର୍ଘ୍ୟ ହେଲା କେତେ 21 ରହିଛି ପ୍ରସ୍ଥ ହେଲା କେତେ 14 ରହିଛି ତାର କ୍ଷେତ୍ରଫଳ ଆମେ ଇଜିଲି ବାହାର କରିପାରିବା ଚଟାଣର କ୍ଷେତ୍ରଫଳ ଯେତିକି ହବ ରୁଫର ମଧ୍ୟ କ୍ଷେତ୍ରଫଳ ସେତିକି ହବ ଛାତର କ୍ଷେତ୍ରଫଳ ସେତିକି ହବ ତାହେଲେ ଗୋଟେ କ୍ଷେତ୍ରଫଳ ବାହାର କରିକି ଆମେ ଦୁଇରେ ଗୁଣି ଦେଲା ପରେ ଟୋଟାଲ ଚଟାଣ ଆଉ କାହାର ବାହାରି ପଡିବ ଏଇଟାର ବାହାରି ପଡିବ କାହାର ବାହାରି ପଡିବ ନା ଆମର ଛାତର ବାହାରି ପଡିବ ତାହେଲେ କ୍ଷେତ୍ରଫଳ କେମିତି ବାହାର କରିବି ଚଟାଣ ପ୍ରଥମେ କେମିତି ବାହାର କରିବି ନା 21 ଗୁଣନ କେତେ 14 ପୁଣି ଗୁଣନ 2 କରିବି କଣ ପାଇଁ ନା ଦେଖ ଗୁଣନ ଏଇଥିପାଇଁ 2 କଲେ ନା ଉପରେ ଦେଖୁଛ ରୁଫ ଦେଖ ଚଟାଣଟା ଯେମିତି ଆକୃତି ରହିଛି ରୁଫର ବି ଆକୃତି ସେମିତି ତାହେଲେ ଚଟାଣର କ୍ଷେତ୍ରଫଳ ଯେତିକି ହବ ଦେଖ ଚଟାଣର ଏଇଟା ଦେଖ କେତେ 21 ଏଇଟା ବି ସେ 21 ହବ ଏଇଟା ଦେଖ 14 ଏଇଟା ବି ସେ 14 ହବ ତାହେଲେ ରୁଫର ବି କ୍ଷେତ୍ରଫଳ ସେତିକି ହବ ନା ସେଥିପାଇଁ ଏଠି 2 ମଲ୍ଟିପ୍ଲାଇ କରିବି ମୁଁ କିଛି ଗୁଣାଗୁଣି କରିବି ନା ରଖିବି ମତେ କଟାକଟି କରିବାର ଅଛି ନା ମୁଁ ଏତେ ପାଲା କାହିଁ କରିବି ହେଲା ତାପରେ ଆଉ କଣ କହିଥିଲା ଆର କ୍ଷେତ୍ରଫଳର ସମଷ୍ଟି ସହିତ କାହାର କ୍ଷେତ୍ରଫଳ ସମାନ ନା ଚାରୋଟି ଯୋଉ କାନ୍ଥ ରହିଛି ଏପଟେ ଏପଟେ ଗୋଟେ କାନ୍ଥ ଏପଟେ ଗୋଟେ କାନ୍ଥ ଆଗରେ ଗୋଟେ ପଛପଟେ ଏଇ ଯୋଉ ଚାରିଟା ରହିଛି ତାହେଲେ ଆଗ କାନ୍ଥର କ୍ଷେତ୍ରଫଳ କେମିତି ବାହାରିବ ଦେଖ ଆଗରେ ଏଇଟା କଣ ଏ ହାଇଟ୍ ଏଇଟା କଣ ହାଇଟ୍ ଏଗୁଡା ଯୋଉ ଦେଖିପାରୁଛ ଏଇଟା କଣ ଏଇଟା ହେଲା ହାଇଟ୍ ଆମର ଏଇଟା କଣ ହାଇଟ୍ ତାହେଲେ ଆଗ ଫେସର କ୍ଷେତ୍ରଫଳ କେମିତି ବାହାରିବ ନା ଏଇ ଯୋଉ ଲେନ୍ଥ ଇଣ୍ଟୁ କଣ ହାଇଟ୍ ଲେନ୍ଥ ଇଣ୍ଟୁ ହାଇଟ୍ କରିଦେଲେ କେତେ ହବ 21 ଏଚ୍ ହେଇଯିବ ବୁଝିଲ ନା ପୁଣି ଦେଖ ଏଇଟା ଡବଲ ଅଛି ନା ଆଗ ପଟେ ଯେମିତି ତା ସାମ୍ନାରେ ସରି ଦେଖ ସାମ୍ନାରେ ଯେମିତି ଦେଖୁଛ ଗୋଟେ ସରଫେସ ଟା ସେମିତି ପଛପଟେ ଗୋଟେ ସରଫେସ ଦେଇଛ ସମାନ ଆକୃତି ବିଶିଷ୍ଟ ଦୁଇଟି ସରଫେସ ତାହେଲେ ସମାନ ଆକୃତି ଦୁଇଥର ନ ମିଶିକି ଦୁଇରେ କଣ ଗୁଣି ଦେଲା ପରେ ମୋର ଟୋଟାଲ ବାହାରିବ ଆଗ ପଛର କ୍ଷେତ୍ରଫଳ ତାପରେ କଣ କହିଛି ପୁଣି ବାଁ ଡାଣ ରହିଲା ବାଁ ପଟେ ଦେଖ ବାଁ ପଟେ ଏଇଟା ଅଛି ଦୈର୍ଘ୍ୟ ହେଇଛି କେତେ 14 ଏଇଟା ହେଲା ହେଇଯିବ ତାର ପ୍ରସ୍ଥ ହେଇଯିବ ଏଇ ଯୋଉ ତାର ହେଇଯିବ କଣ ହେଇଯିବ ତାର ପ୍ରସ୍ଥ ହେଇଯିବ ତାହେଲେ ଦୈର୍ଘ୍ୟ ହେଲା 14 ଏଇଟା ହେଲା କଣ ଏଚ୍ 14 ଏଚ୍ ପୁଣି ଦିଟା ଏପଟେ ବି 14 ଅଛି ଏପଟେ ବି ସେଇ 14 ଏଚ୍ ହବ ତାହେଲେ 2 ଗୁଣନ କେତେ ହେଲା 14 ଏଚ୍ ତାପରେ ଦେଖ ମୁଁ ଆପଣଙ୍କୁ ସେମିତି ରଖିବି ଏଇଟା 21 ଦୁଗୁଣେ କେତେ ହେଇଯିବ 42 ଏଚ୍ ଏଇ 14 ଦୁଗୁଣେ କେତେ ହେଇଯିବ 28 ଏଚ୍ ହେଇଗଲା ତାହେଲେ କେତେ ହେଇଗଲା ଗୋଟେ ଦେଖ ମିଶେଇବି 8 2 10 4 2 6 1 କେତେ 7 ବୁଝିଲେ ବୁଝିଲୁ 8 2 10 0 1 4 1 5 2 କେତେ 7 ବୁଝିଲ ନାଇଁ ତାହେଲେ କଣ ହେଲା ତାହେଲେ 70 ଏଚ୍ ଇକ୍ୱାଲ୍ ଟୁ ଏତିକି ମୁଁ 14 ରେ ଏପଟେ ଯଦି କାଟିଦେବି 14 50 କେତେ ହେଇଯିବ 70 ହେଇଯିବ 5 5 ଏଚ୍ ଇକ୍ୱାଲ୍ ଟୁ 42 21 ଦୁଗୁଣେ ରହିଲା କଣ ହେଲା 42 ରହିଲା ତାହେଲେ କେବଳ ଏଚ୍ ଇକ୍ୱାଲ୍ ଟୁ କେମିତି ବାହାରିବ ନା 42 ବାଇ କେତେ 5 ବୁଝିପାରିଲ ନା ବୁଝିପାରିଲନି ତାହେଲେ 42 5 ଗଲେ 5 ଅଷ୍ଟାଙ୍ଗେ କେତେ 40 ଆଉ କେତେ ବଲା 2 ବଲା 0 5 କେତେ 20 ତାହେଲେ 8.4 ହେଲା ଏଇ କ୍ୱେଶ୍ଚିନର ସଠିକ ଆନ୍ସର ଯୋଉଟା ରହିଛି ଅପସନ ନମ୍ବର ଏ ତମେ ଦେଖିପାରୁଥିବ କେତେ ସହଜ କ୍ୱେଶ୍ଚିନ ହେଲା କିନ୍ତୁ ଏଇଭଳି କ୍ୱେଶ୍ଚିନ ହିଁ ତମର ସିଜିଏଲ 2023 ରେ ଆସିଥିଲା ଦେଖିପାରୁଛ ନା ନାଇଁ ଆରାମସେ ସମସ୍ତେ ବୁଝିପାରୁଥିବ ଏଇ କ୍ୱେଶ୍ଚିନ ବୁଝିବାରେ କୌଣସି ଅସୁବିଧା ହଉନଥିବ ମୁଁ ଯାହା ଅନୁମାନ କରୁଛି କାରଣ ବହୁତ ସ୍ଲୋରେ ତମକୁ ବି ବୁଝା ଯାଉଛି ବୁଝିଲେ ନାଇଁ କିନ୍ତୁ ଏଇ କ୍ୱେଶ୍ଚିନ କରିବା ପାଇଁ ମାତ୍ର ତମକୁ କେତେ ସେକେଣ୍ଡ ଲାଗିବ କିଛି ନାହିଁ ଆଉ ତ ଗୋଟିଏ ଧାରରେ ଉତ୍ତର ତମକୁ ବୁଝିବା ପାଇଁ ମୁଁ 3-4ଟା ଧାଡ଼ି ଷ୍ଟେପ୍ କଲି କିନ୍ତୁ ଗୋଟେ ଧାଡ଼ି ତ କିଛି ନାହିଁ କେବଳ କାଲକୁଲେସନ କେତେବେଳେ ବଡ ବଡ ମଲ୍ଟିପ୍ଲିକେସନ କରି ରଖିବୁନି କାରଣ ଆମେ ଜାଣିଛେ ପଛରେ କାଟିବାକୁ ପଡିବ ନା ତେଣୁ ଗୁଣିବାରେ କରି କାହିଁକି ସମୟ ଲସ୍ କରିବ ତମେ ତେଣୁ ଗଣନା ନ କରି ସେମିତି ତାକୁ ରଖିଦବ ନେକ୍ସଟ ଷ୍ଟେପକୁ ଅପେକ୍ଷା କରିବ ନେକ୍ସଟ ଷ୍ଟେପ ଅଟୋମେଟିକ କରିଯିବ ମୁଁ ଯେମିତି କଲି ତମର ହେଲା ଏତେ ବଡ ବଡ ସଂଖ୍ୟା ଗଣିବାର କୌଣସି ଆବଶ୍ୟକତା ନାହିଁ କିମ୍ବା ତମକୁ ରଫରେ କଣ ସ୍ପେସକୁ କମ କରିବାର ନାହିଁ ହେଲା ଦେଖ ନେକ୍ସଟ କ୍ୱେଶ୍ଚିନ ଯିବା ସମାଧାନ କରିବା ନେକ୍ସଟ କ୍ୱେଶ୍ଚିନ କଣ ଅଛି ନେକ୍ସଟ କ୍ୱେଶ୍ଚିନ ସମସ୍ତେ ଦେଖିପାରୁଥିବ ଦ ଲେନ୍ଥ ଆଣ୍ଡ ବ୍ରେଥ ଅଫ ଏ ରେକ୍ଟାଙ୍ଗଲ ଆର୍ ଇନକ୍ରିଜଡ ବାଇ କଣ ଯାଇଛି 8% ଆଣ୍ଡ କଣ 5% ବୁଝିଲାନି କହିଛି ଗୋଟେ ରେକ୍ଟାଙ୍ଗଲ ରହିଛି ବୁଝିଲାନି ଗୋଟେ ରେକ୍ଟାଙ୍ଗଲ ରହିଛି ଥିଲା ମନେକର ସପୋଜ ତମ ପାଖରେ ଗୋଟେ ରେକ୍ଟାଙ୍ଗଲ ଥିଲା ଏତିକି ଏଡି ବଡ ହେଇକି 8% ଆଉ 5% ଯଥାକ୍ରମେ ଦୈର୍ଘ୍ୟ ପ୍ରସ୍ତକୁ ବଢେଇବା ଫଳରେ ତମର ଆଉ ଗୋଟେ ନୂତନ ଆକୃତି ବିଶିଷ୍ଟ କଣ ହେଇଯିବ ଦେଖ ନୂତନ ଆକୃତି ବିଶିଷ୍ଟ ଏଇଟା ସମାନ ଆକୃତି ଦେଖାଉଛି ନୂତନ ଦେଖାଉନି ତମକୁ କରିଦଉଛି ଏଇଟା ଫେଲ ହବନି ବୁଝିଲ ନାଇଁ ତାହେଲେ କଣ କରିବା ଦେଖୁ ତାହେଲେ ଆମେ ଯେତେବେଳେ 8% ଦୈର୍ଘ୍ୟର ବୃଦ୍ଧି ଆଉ କଣ ପ୍ରସ୍ତର ଯେତେବେଳେ 5% ବୃଦ୍ଧି କରିବା ତାହେଲେ ସେ ଆୟତ କ୍ଷେତ୍ରର ଆକୃତି ନିଶ୍ଚିତ ପରିବର୍ତ୍ତନ ହବ ମନେକର ହେଲା କଣ ଏଇ ଏ ବି ସି ଡି ଆୟତ ଚିତ୍ର ଥିଲା ପୁଣି ପରବର୍ତ୍ତୀ ସମୟରେ ଦୈର୍ଘ୍ୟ ପ୍ରସ୍ତ ବୃଦ୍ଧି କରିବା ଫଳରେ ସେ ହେଇଗଲା କଣ ମନେକର ପି କ୍ୟୁ ଆର ଏସ୍
ବୁଝିପାରିଲ ନାହିଁ? ତାହେଲେ କଣ କହିଛି 8%। 8% କହିଲେ କଣ ବୁଝ? ଆମେ ଆଉ ଟିକେ ପୂର୍ବରୁ ପଢିଥିଲେ 4% ର ଫ୍ରାକ୍ସନ ଭ୍ୟାଲୁ। 4% ର ଫ୍ରାକ୍ସନ ଭ୍ୟାଲୁ ହେଲେ 1/25। ତାହେଲେ 8% କେମିତି କରିବା? ନା 4 କୁ 2 ରେ ଗୁଣି ଦବା। ତାହେଲେ ଏପଟିକି ମଧ୍ୟ ଠିକ ସେଇ 2 ଗୁଣିବାକୁ ପଡିବ। ତାହେଲେ କେତେ ହବ? ନା 2/25 ହେଇଯିବ। ବୁଝିଲ ନା ନାଇଁ? ଯଦି ମୂଳରୁ ମାନେ ପୂର୍ବର ଦୈର୍ଘ୍ୟ ଥବ 25 ହେଲା, 8% ବୃଦ୍ଧି କରିଦେଲା ପରେ ଏବେ କେତେ ହେଇଯିବ? ତାହେଲେ 27 ହେଇଯିବ। ବୁଝିପାରିଲ ନା ନାଇଁ? କଣ କଲି? ନା ଯେତିକି ହର ଥିଲା ସେଇଟା ହେଲା ପୂର୍ବର ଦୈର୍ଘ୍ୟ, ଯୋଉ 2% ଏଇ ଯୋଉ 8% ହେଇଗଲା, 8% ବଢିଲେ ମାନେ ଏଇ 25 ଏଇ ଦୁଇଟାକୁ ମୁଁ ଆଡ କରିକି 27 କରିଦେଲି। ଜାଣିପାରିଲ ନା ନାଇଁ? ତାହେଲେ ପୂର୍ବ ଆୟତକ୍ଷେତ୍ର ଦୈର୍ଘ୍ୟ ହେଲା 25, 8% ବଢିବା ପରେ ନୂତନ ଆୟତକ୍ଷେତ୍ର ଦୈର୍ଘ୍ୟ ହେଇଗଲା କେତେ? 27। ତାପରେ ଦେଖ 5% ପ୍ରସ୍ତକୁ ବୁଝିଯାଇଥିଲା। ତମେ ତ ସମସ୍ତେ ଜାଣିଛ 5% ର ଫ୍ରାକ୍ସନ ଭ୍ୟାଲୁ କେତେ? 5% ମାନେ କହିଲେ କଣ ବୁଝ? ନା 5/100। 5/100 କାଟିଲେ 1 କେତେ ହେଇଯିବ? 20 ହେଇଯିବ। ମନେକର ଥିଲା ପ୍ରସ୍ତ କେତେ? ଦେଖ ଏଇ ଗୋଟା ହେଲା ହରେ ଯୋଉଟାକ ଅଛି ସେଇଟା ବର୍ତ୍ତମାନ, ଆଉ ତାର ଯଦି 5% ବଢି ସାରିଲା ପରେ କେତେ ହେଇଯିବ? 21 ହେଇଯିବ। ତାହେଲେ କେତେ ଥିଲା ପ୍ରସ୍ତ? ନା 20 ଥିଲା, ଏ ବଢିକି କେତେ ହେଇଛି? 21 ହେଇଯାଇଛି। ଜାଣିପାରିଲଟି? ତାହେଲେ ବର୍ତ୍ତମାନ ବାହାର କରିବା କଣ? କ୍ଷେତ୍ରଫଳର କେତେ ବୃଦ୍ଧି ହେଇଛି ବୋଲେ ସେ ପଚାରିଛି। କହିଛି by how much percentage will the area of the rectangle increase? ହେଲା, how much area increase ହେଇଛି ବୋଲେ ସେ percentage increase ହେଇଛି ବୋଲେ କାହାର? ସେଇ ରେକ୍ଟାଙ୍ଗଲ ର ଆମେ ଏବେ ବାହାର କରିବା। ଆମେ ସବୁ ଜାଣିଛେ ଗୋଟେ ରେକ୍ଟାଙ୍ଗଲ ର ଯୋଉ ଏରିଆ କେମିତି ବାହାରିବ? ଏରିଆ ମନେକର ଷ୍ଟାର୍ଟିଂ ରେ ଯୋଉଟା ଥିଲା ସେଇଟା ସ୍ମଲ ଏ, ଏରିଆ ଟା ରଖୁଛି ହେଲା। ଆଉ ଏବେ ଯୋଉ ନ୍ୟୁ ରେକ୍ଟାଙ୍ଗଲ ଟା ପାଇଲ ତାର ମାନେ କ୍ୟାପିଟାଲ ଏ। ଆର ଏରିଆ କେମିତି ବାହାର କରିବା? ଷ୍ଟାର୍ଟିଂ ର ଯୋଉଟା ଥିଲା ABCD ର କେମିତି ବାହାର କରିବି? ନା ଦୈର୍ଘ୍ୟ ଗୁଣ ପ୍ରସ୍ତ। ଦୈର୍ଘ୍ୟ ଅଛି 25, ପ୍ରସ୍ତ ଅଛି କେତେ? 20। 25 ଦୁଗୁଣେ କେତେ? 50, ଗୋଟେ ଶୂନ ଲଗେଇଦେବି। ତାହେଲେ ଏତିକି ହେଇଗଲା କଣ? ଏରିଆ। ତାହେଲେ ନ୍ୟୁ ଯୋଉ ରେକ୍ଟାଙ୍ଗଲ ଟା ରହିଛି ତାର କେମିତି ବାହାର କରିବି? ନା ସେମିତି ଦୈର୍ଘ୍ୟ ଗୁଣ ପ୍ରସ୍ତ ବାହାର କରିଦେବି। କଣ ଗୁଣି ଦେଲା ପରେ କେତେ ହେଇଯିବ ମୋର? ସେଇ କ୍ଷେତ୍ରଫଳ ହେଇଯିବ। ତାହେଲେ ବର୍ତ୍ତମାନ କଣ କରିବି? ଦେଖ ଗୁଣି ଦେବି 27 କେ 27 ଡାଇରେକ୍ଟ ଗୁଣା ହବ। 27 ଦୁଗୁଣେ 54, 2 କେତେ ହେଲା? 56। ବୁଝିପାରିଲନି? ତାହେଲେ ଥିଲା 500 ହେଇଛି କେତେ? କେତେ ହେଇଛି? 567। 27 କେ 27, 7 2, 27 ଦୁଗୁଣେ କେତେ? 54 ହେଲା। 54 2 56 ହେଇଗଲା। ତାହେଲେ 67 ବଢିଗଲା। ତାହେଲେ 67 ବୃଦ୍ଧି ହେଲା। କେତେ ଥିଲା? ନା 500% ରେ ପ୍ରକାଶ କରିବାକୁ ପଡିବ ନା। ତେଣୁକରି ଯେତିକି ବୃଦ୍ଧି ହେଇଛି ମୂଳରୁ ଯେତିକି ଥିଲା କ୍ଷେତ୍ରଫଳ ଇଣ୍ଟୁ 100 କଲେ ପରସେଣ୍ଟ ବାହାରିବ। ଦିଟା ଶୂନ କଟିଗଲା। ତାହେଲେ 67/5, 5 କେ 5। ଆଉ କେତେ ବଲା? 1 7, 5 3 15। ଆଉ କେତେ ବଲା? 2 ବଲା ଶୂନ, 5 20। ତାହେଲେ କେତେ ହେଇଗଲା? ଏଇଟା 13.4%। ବୁଝିପାରିଲ ନା? ବୁଝିପାରିଲନି? କେତେ ହେଇଗଲା? 13.4%। ଅପସନ ନମ୍ବର କେତେ? ନା 1। ଏଇ ପ୍ରଶ୍ନଟା କେତେ ସହଜ ଥିଲା ତମେ ସମସ୍ତେ ବୁଝିପାରୁଥିବ ହେଲା। ତମକୁ ବୁଝିବା ପାଇଁ ଏତେ ସବୁ ପାଲା କରିବାକୁ ପଡିଲା ମତେ। ମୁଁ ଯଦି ତାକୁ ନ ବୁଝେଇଥାନ୍ତି ଏକ୍ସାମ କେମିତି କୁଇକଲି କରିବି, ସେଇଟା ହେଲା ଆମର ମୁଖ୍ୟ ଜିନିଷ। ବୁଝିଲ ନାଇଁ? ଆମର ଉଦ୍ଦେଶ୍ୟ ହେଲା କଣ ରହିଛି? ନା କଣ ହେଲା? ମୁଁ ଦେଖିଥାନ୍ତି କଲର ଚେଞ୍ଜ କରିଦେବି। ବ୍ଲାକ କଲର କରିଦେଉଛି ହେଲା। ଦେଖ ଆମେ ଡାଇରେକ୍ଟ ଲିଖିଥାନ୍ତେ। ଓହୋ ଚେଞ୍ଜ ହେଲାନି। ହଉ ଠିକ ଅଛି। ହେଲା ଆମେ କହୁଛେ 8% ବୃଦ୍ଧି ହେଇଛି। 8% ବୃଦ୍ଧି ହେଇଛି ମାନେ ଆମେ ସମସ୍ତେ ଜାଣିଛେ ସେଇଟା ହେଲା ଭ୍ୟାଲୁ କେତେ ହେଲା? ଦେଖ 2/25, ତାମାନେ 25 ହବ 27 ହବ। ତାପରେ କଣ ହେଇଛି? 5% ବୃଦ୍ଧି ହେଇଛି ତାର ପ୍ରସ୍ତାର, କେତେ ହବ? 20 ହବ 21 ହବ। ତାହେଲେ କଣ କରିବି? ଆକୁ ଡାଇରେକ୍ଟ ଗୁଣି ଦେବି। ଏଇଟା ତ ହେଲା କଣ? ଓଲ୍ଡ ର ଦୈର୍ଘ୍ୟ ଆଉ ଓଲ୍ଡ ର ପ୍ରସ୍ତ। ଏଇଟା ହେଲା ନ୍ୟୁ ର ଦୈର୍ଘ୍ୟ, ଏଇଟା ହେଲା ନ୍ୟୁ ର ପ୍ରସ୍ତ। ଏ ଦିଟା ଗୁଣି ଦେଲା ପରେ କେତେ ହେଲା? ଏଇଟା ହେଲା 500, ଏଇଟା ହେଇଗଲା କେତେ? 567। ତାପରେ କେତେ ବୃଦ୍ଧି ହେଲା? ନା 67/5 ଇଣ୍ଟୁ 100 ସଇଲା କାମ ସଇଲା। ବୁଝିଲେ? ବୁଝିଲ? ଏଇଟା ତ ବହୁତ ସହଜ। ଦି ଧାଡି ହେଇଥାନ୍ତା କିନ୍ତୁ ବୁଝିବା ପାଇଁ ଏତେ ସାରା ଷ୍ଟେପ କରିବାକୁ ପଡିଲା ହେଲା। ମାନେ ସେଇ ବୁଝିଗଲା ପରେ ତମେ ଯେକୌଣସି ପ୍ରଶ୍ନ ସମାଧାନ କରିପାରିବ। ବୁଝିଲ ନାଇଁ? ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ କଣ ଅଛି। ନେକ୍ସଟ କ୍ୱେଶ୍ଚନ ଦେଖ, ଦେଖି ଦ ସର୍କମଫେରେନ୍ସ। ସର୍କମଫେରେନ୍ସ ମାନେ ପରିଧି କାହାର? ଅଫ ଟୁ ସର୍କଲ। ତାହେଲେ ଦିଟା ସର୍କଲ ଦେଇଦେଇଛି ହେଲା। ବୁଝିଲ ନାଇଁ? ସପୋଜ ଏଇଟା ଗୋଟେ ସର୍କଲ, ବୁଝିଲ ନାଇଁ? ତାପରେ ଏଇଟା ଆଉ ଗୋଟେ ସର୍କଲ। ଜାଣିପାରିଲାନି? କଣ କହିଛି? ଦେଇଛି ସର୍କମଫେରେନ୍ସ ଅଫ ଟୁ ସର୍କଲ। ଦିଟା ସର୍କଲ ମନେବା ଆର ରାଡିୟସ ହେଲା ଛୋଟଟା, ଯେହେତୁ ସର୍କଲ ରହିଛି ତେଣୁ ଆର ସ୍ମଲ ଆର ଲେଖିଦଉଛି। ଏ ସର୍କଲ ଟା ଯେହେତୁ ବଡ ରହିଛି ଏଇଟା କଣ କରିଦେଇଛି? କ୍ୟାପିଟାଲ ଆର କରିଦେଇଛି। ବୁଝିପାରିଲ ନାହିଁ? ଆମେ ଜାଣିଛେ ସର୍କମଫେରେନ୍ସ ର ଫର୍ମୁଲା କଣ? ନା ପରିଧିର ଫର୍ମୁଲା ହେଲା 2πr। କୋଉ ଆର? ନା ସ୍ମଲ ଆର, ଯେହେତୁ ଆର ହଉଛି ବ୍ୟାସାର୍ଧ ସ୍ମଲ ଆର। ତାପରେ ଏଇଟା ସେମିତି କେତେ ହେଇଯିବ? 2π କ୍ୟାପିଟାଲ ଆର। ତାହେଲେ ଏଇ ଗୋଟା 2π ସ୍ମଲ ଆର କେତେ ଦେଇଦେଇଛି? ନା 198 ଦେଇଦେଇଛି। 2π କ୍ୟାପିଟାଲ ଆର କେତେ ଦେଇଛି? ନା 352 ଦେଇଛି। ବୁଝିପାରିଲ ନା? ବୁଝିପାରିଲନି? ବହୁତ ସହଜ ଦେଇଛି। ତାପରେ କଣ କହୁଛି? ରେସ୍ପେକ୍ଟିଭଲି ଯଥାକ୍ରମେ ହ୍ୱାଟ ଇଜ ଦ ଡିଫରେନ୍ସ ବିଟୱିନ୍ ଦେୟାର ରାଡି। ରାଡି ମାନେ ରାଡିୟସ ମାନଙ୍କର କଣ? ଆର ମାଇନସ ଆର ପଚାରିଛି। ତାହେଲେ କେମିତି ବାହାର କରିବି ମୁଁ? ତାହେଲେ କେମିତି ଏଇ ପ୍ରଶ୍ନଟା ସମାଧାନ କରିବି? ମାନେ ଆର ମାଇନସ ଆର ପଚାରିଛି। ଦେଖ
कौन करी ये समाधान करके आर बाहर करी ये समाधान कर आर बाहर करी डायरेक्ट ये समाधान करें देख यहाँ है बड़ वृत्त रही बड़ वृत्त रही परिधि अधिक रही तेनाली आगे बड़ रू सानटा फेदेवी तार 2 पाई कैपिटल आर माइनस 2 पाई स्मॉल आर इक्वल टू 352 माइनस 198 ताले देख कौन कमन जो कहले ये 2 पाई ये भी 2 पाई अच्छी 2 पाई कमन गला हारी ये कौन रहा ना आर माइनस आर रहा एपटे एपटे फेड़ी सारा के देख 12 ରୁ 8 गले के 4 ये 4 ରୁ 14 14 ରୁ 5 गले के 14 ରୁ 9 गले के 9 5 14 बुझे नहीं 14 ରୁ 9 गले 5 है तापर देख ये के 2 2 ରୁ 1 गले के 154 है ताले 2 पाई पाई जगह भैल्यू पकेबा पड़ो देख मत पकईदेवी 2 इंटू पाई जगह के पकई 22 तो 7 ताले ये कौन करदेवी आर माइनस आर इक्वल टू के 154 चल देख मुझे कौन करी 22 रे कटिवी 22 27 भरी है 7 नु 14 7 नु 14 को 15 है 22 7 154 तापर ये कौन है ना आर माइनस आर एपटे कौन बंची बाँ पटे सेपटे तो डाण पटे तो 7 रहा बाँ पटे 2 है कौन गुणा सेपटे गले कौन हरा हम 7 है कौन हरा सेपटे गले कौन हम गुणा 7 बाई 2 ताले केते हेला मोर 7 49 बाई 2 2 दुगुणे 4 2 चौ 8 2 पंचा 10 ताले 24.5 देख लो 24.5 कौन हम सेंटीमीटर हम ताले केते नंबर ऑप्शन ऑप्शन नंबर डी है यार सठिक उत्तर समस्त बुझी पारथिबो देखिबा नेक्स्ट क्वेश्चन कौन है नेक्स्ट क्वेश्चन रही नेक्स्ट क्वेश्चन राडियस ऑफ ए सर्कल इज 10 सेंटीमीटर है बुझे नहीं गोटे सर्कल राडियस दे देछि केते देछि 10 सेंटीमीटर देछि मुझे ड्रा कर दूसरी राडियस टा देला 10 सेंटीमीटर आ सर्कल सेंटर दे देछि ओ लिखि देली बुझे नहीं मन कर एटा ओ ए राडियस टा तापर देछि ए बी ए सॉरी त्रिकोण एंगल मेड बाय कॉर्ड बुझना नहीं तार कौन करछि गोटे ए बी कॉर्ड टा ड्रा करिया पड़े माने ज्या कॉर्ड माने कोन ज्या ताले ज्या गोटे कौन करतेली ताले से कॉर्ड टा कौन करछि ना सेंटर रे 60 डिग्री अंकन करछि केते डिग्री ड्रा करछि 60 डिग्री ताले कॉर्ड हला ए बी ताले सेंटर हला ओ ले एई गोटे 8 केते डिग्री हबो 60 डिग्री हबो ताले 60 डिग्री को ड्रा करतेली तारे व्हाट इज द लेंथ ऑफ द कॉर्ड ताले ए बी रो डिस्टेंस 85 ताले ए बी रो वैल्यू टा 85 ताले एई प्रश्न केमि समाधान करबा देखो आमे समझ जाय एटा हला को कोन केंद्रीय कोन आम जे ओ ए और ओ बी ए दुटा कौन वृत्तर व्यासार्ध कौन वृत्तर व्यासार्ध चलो ओ ए जी हम ओ बी से हम चलो ओ ए 10 हम ओ बी के 10 हम जेहेतु यही दुईटा बाहु सामान तेणुक ए दुटा कोण भी सामान कौन हो ए दुटा कोण भी सामान कौन पाई समद्वि बाहु त्रिभुज भली काम करवा यहाँ देख गोटे कोण था 60 आम त्रिभुज त्रिकोण समष्टि के 180 60 फेड़ सारापर आउ दुटा कोण समष्टि के ना 120 जेहेतु ये दुटा बाहु सामान तेणुक से दुटा सम्मुखीन कोण भी सामान हो 120 को दिभाग कले के 60 এইটা भी 60 এইটা भी 60 তাহলে বর্তমান দেখি পাচ্ছ এই চিত্রটি কোন প্রকার হয়ে গেল না সমবাহু আকৃতির ত্রিভুজটা এই যে ত্রিভুজ দেখি পাচ্ছ ও এ বি এটা কোন ত্রিভুজ হইলা সমবাহু কেম জানি না এটা কোন দেখো 60 এই কোন भी 60 এই কোন भी 60 ଯେଉଁ ত্রিভুজର তিনটা যাକ কোণ ସମାନ ସେଟା କୋଉ ପ୍ରକାର ତ୍ରିଭୁଜ ସମବାହୁ ତ୍ରିଭୁଜ ଆମେ ସମସ୍ତେ ବାହୁ ସମାନ ହେଲେ समबाहु त्रिभुज कौचे बुझाने कि देहतु कोण समान है एबे भी अध्यक्ष कहि परिबा एटा गोटे समबाहु त्रिभुज माने प्रत्येक भाग समान एटा 10 एटा 10 एटा भी केते हिजो 10 हिजो ताले ए बी पचार थला तो वैल्यू तो फाइंड द वैल्यू ऑफ द लेंथ ऑफ कोन कॉर्ड ए बी चले व्हाट इज द लेंथ ऑफ द कॉर्ड केते हेला ना 10 सेंटीमीटर जानि पर अनुसार एई भली क्वेश्चन को करिया पड़ो कोनसी कागज पेन आवश्यकता नहीं केवल चित्र ड्रा कर दो हे गेला तुम से देखि देले भी हे जो तुम जानि पर माने बहुत सिंपल तापर देखो नेक्स्ट क्वेश्चन कर रही the area of a triangle the area of a triangle is 480 गोटे ट्रायंगल ର ଦେଇଛି एरिया दे ଦେଇଛି के ଦେଇଛି 480 ହେଲା ବୁଝିଲେ ନାହିଁ ମନେ କର ଦେଖ ତାପରେ ଦେଇଛି କଣ and the ratio of each side is ଆଉ ସେମାନଙ୍କର ବାହୁ ମାନଙ୍କର ରେସିଓ ମଧ୍ୟ ଦେଇ ଦେଇଛି ହେଲା ବାହୁ ମାନଙ୍କର ପରିମାଣ ରେସିଓ ଦେଇଛି ଗୋଟେ ଦେଇଛି 10 ଦେଇଛି ଗୋଟେ ଦେଇଛି 26 ଦେଇଛି ଗୋଟେ ଦେଇଛି 26 ଦେଇଛି what is the perimeter of the triangle ଦେଖ ମୁଁ କଣ କରିବି ପିଲାମାନେ ମୁଁ ଏଇ ଯୋଉ ରେସିଓ ଦେଖିକି ବାହୁ ଏ ଯୋଉ ବାହୁ ମାନଙ୍କ ରେସିଓ ଦେଖିଲା ପରେ ଅନୁପାତ ଦେଖିଲା ପରେ ମୁଁ ଫାଷ୍ଟ ମନେ ମନେ ଭାବିବି ଏଇଟା କୋଉ ପ୍ରକାର ତ୍ରିଭୁଜ କୋଉ ପ୍ରକାର ତ୍ରିଭୁଜ କହିଲେ ଏଇଟା ଦେଖିଲ 10 24 26 ଭାବିବ ସାଙ୍ଗେ ସାଙ୍ଗେ ବିଷମ ତ୍ରିଭୁଜ କିନ୍ତୁ ଆଉ ଟିକେ ଭାବ ସାଙ୍ଗେ ସାଙ୍ଗେ କଣ ଭାବିଦେଲ ବିଷମ ଆଉ ଟିକେ ନ ଜଷ୍ଟ ଭାବ ଦେଖିଲ 10 ଟି ଏଠି ଅଛି 24 ଅଛି 24 ର ସ୍କୋୟାର କେତେ ନା 576 10 ର ସ୍କୋୟାର କେତେ 600 ତାହେଲେ 576 600 576 100 ମିଶିଲେ କେତେ ହେଲା 676 তাহলে এইটা কোউ ভଳିଆ ত্রিভুজ হଉଛି କି ପିଲାମାନେ ନା ଏଇଟା ହେଲା ଗୋଟେ ହେଇଯାଉଛି ସମକୋଣୀ ତ୍ରିଭୁଜ ସେଇଥିପାଇଁ ମୁଁ ଚିତ୍ରଟା ଏମିତି କରିଥିଲି ଯେହେତୁ କୋଶ୍ଚିନ୍ ଟାକୁ ମୁଁ ଡିଜାଇନ କରିଛି
ना क्वेश्चन रे कौन रही मुझे जानीपारि ना ना से आगुआ मुझे समकोण त्रिभुजा करदेली बुझीपार ना नहीं ताले एबीसी है तो मैंने मन में प्रश्न उठुव ये सब क्वेश्चन एत सहज भाई क्वेश्चन कौन एसएससी सीजीएल पढ़ी हाँ पढ़ुची अरे पे देख 25टा विषय रही 25 चैप्टर रही गोटे चैप्टर जी सहज तुमको लगुच आउ तो अनेक चैप्टर अच्छी ना से कहीं कष्ट न पड़ो बुझे ना तेणु किसी एमती तो सब तो क्वेश्चन कष्ट हेनी केतोटी विषय क्वेश्चन कष्ट आसो हार्ड आसो केतोटी आसो मॉडरेट लेवल आसो केतटा लो लेवल आसो बुझ ना तुम तुमको क्या जार बेस स्ट्रंग था सब सहज लगुव जार बेस स्ट्रंग तार नथिबो जार अभ्यास नथिबो ताको कष्ट लगुव बुझिपार नहीं तेणुक क्वेश्चन लेवलटा ये है आमर केवल आउ एटा तो क्वेश्चन लेवल कौन यहाँ मैटर करे क्वेश्चन केते शीघ्र तुम अटेंड कर मैक्सिमम क्वेश्चन अटेंड कर पार्छ सेटा है कौन मैटर करे तेणुक तुम जिते कम समय मैक्सिमम क्वेश्चन अटेंड कर सटीक करेक्टली अटेंड कर तुम चांसेस बढ़ तुम सिलेक्शन हमारा बुझेगा ना नहीं देख यहाँ कौ भूल त्रिभुज आम जानीगला यहाँ गोटे समकोण त्रिभुज चले आम जाने बड़ बाहुटा कौन हम कर्ण हम ये गोटा कौन 26 यहाँ जोटा ने चलो यहाँ 24 यहाँ 10 हो जाए आम से जाने क्षेत्रफल देती आम समकोण त्रिभुज क्षेत्रफल कौन हाफ इंटू समकोण संलग्न बाहुतिर गुणफल समकोण संलग्न किए अच्छी ना बीसी इंटू कौन ए बी इक्वाल टू कौन हम एरिया हम कौन हम एरिया हम जापर हाफ एट रखिदेवी बीसी टाक जेहेतु अनुपात देती कौन लिखी एक्स वाला ले कौन अनुपात यहाँ तो पूरा एक्जाक्ट भैल्यू न यहाँ रेशियो देती तेनाली एक्स ना पड़ो है ना बीसी के करदेवी ना 24x इंटू ए बी के करदेवी ना 10x एरिया के मोर एरिया तो देई था ना 480 ताले बर्तमान 2 रे काटदेले केते हेगला एटा 12 12 दशमिक केते हेला 120 12 दशमिक केते 120 x इंटू x स्क्वायर इक्वल टू केते 480 तार बर्तमान देख 0 0 कटिगला 12 कटले केते 12 3 12 2 48 ताले x स्क्वायर केते हेगला 4 ताले x केते हेजबो ना 2 ताले x रो वैल्यू बाहर गेला केते 2 ताले हमहु पता थला पेरीमीटर पेरीमीटर माने कोन परिसीमा ताले परिसीमा केन बाहर करिया आमे कोन करबा देख 10 24 10 34 34 40 षाठी के षाठी षाठी अनुपात 60 अनुपात एक शुण ये अनुपात शुण 60 एक्स होगा टोटाल मिसेदेला 60 एक्स एक्स रैल्यू के 2 देता 60 इंटू 2 के 120 कौन हो एकक जहाँ एकक अच्छी कौन था सेंटीमीटर स्क्वायर कौन हो सेंटीमीटर 120 देख ऑप्शन नंबर कौट रही है ए नंबर रही बुझीपारे ना बुझीपारे तेना तू इंडिविजुअली पुट कर पारता 10 into 2 20 24 into 2 वाला 48 26 into 2 वाला 52 तापर एडिशन करी करथांदा मु डायरेक्ट मोर रेशियो तक मिसै देली टोटल कौन कर देली तापर x रखि देगी ताको गुणी देली हला जानि पारनी बहुत सहज क्वेश्चन एई बडी क्वेश्चन रहउची पिला माने देखो आजिर बुझिला नै आजिर ए देखो ए क्वेश्चन केते सहेर जोटा होउची ये मते सही 2023 मसरे आस्तला केते आस्तला 2023 मसे सीजर रा एटा 2D बुझिला 2 डायमेंशनल ज्योमेट्री आसला ए सर्कुलर क्लॉक कौन है गोटे क्लॉक क्लॉक तो जानते डिफरेंट टाइप रही किन सब मेंशन कर देला सर्कुलर क्लॉक क्लॉक माने कोन घंटा घड़ी बुझले ना हैज द आवर हैंड माने घंटा घंटा ऑफ लेंथ 6 इंच गोटे घंटा घंटा बाहर दलता था केते 6 इंच था बुझले ना ताले कोन एटा हला कोन सर्कुलर जो क्लॉक टाइटा को शेप रही ना सर्कुलर सॉरी सर्कल टाइप रही सर्कल जेकोसी गोटे कौन करेंगे यहाँ कौन हो जो घंटा घंटा कौन हो तार व्यासार्ध हो बुझिपार बुझिपार यहाँ कौन करदेवी व्यासार्ध कह आर कह एगुड़ा भैल्यू के 6 इंच देती 6 इंच फाइंड द लेंथ ऑफ डिस्टेंस इट कवर्ड बाय कौन टीपी है बाय टीपी 9 pm 9 pm माने कौन कौन आम सब जाने ये कौन थे 12 थाए ये कौन थे 6 थाए ये कौन थे 9 थाए ये कौन थे 3 थाए जापारे 9 pm माने कौन राति राति 9टा कौटी था ना ये 9 पाखे था कौटी था घंटा घंटा 9 पाखे था बुझे ना घंटा घंटा पुणी कौटी पहुंची ना देख 3टा एम कहले कौन राति यहाँ राति राति 9टा ये तापर कौन होती ना घंटा घंटा कौन हम ये 12टा हम राति 12टा तापर आसो एम स्टार्ट हम 3टा कौटी पहुंच ये ताले टोटाल 9टा रू 3टा पर्यंत जाए यहाँ के डिग्री कौन कहल के डिग्री चाप अंकन कर गोटे वृत्तर कौन अधा यहाँ कौन अर्धवृत्त कौन अर्धवृत्त कभर कला बुझे 9टा रू 9टा पीएम रू 3टा पीएम 3टा एम मध्य केते बाट जाइए ना गोटे वृत्तर अधा एरिया जाइए टोटाल टाक मध्य वृत्तर टोटाल ये टोटाल जहाँ पर आरभ जो कहते परिधि कहते सर्कुम्फरेन्स कहते इंग्लीश कौन कहते सर्कुम्फरेन्स टोटाल टा 2 पाई आर टोटाल टा कौन 2 पाई आर ताले अधा जाइए कौन विभक्त 2 2 2 कटेला ताले केते जाइए से ना पाई आर जाइए आर तो भैल्यू दे देइछि ताले पाई रखिदेवी 6
ତାହେଲେ କେତେ ହେଇଗଲା 6 ପାଇ। ତାହେଲେ ବୁଝିପାରିଲ ନା ବୁଝିପାରିଲନି? ତାହେଲେ ସେ କହିଥିଲା ଘଣ୍ଟା ଘଣ୍ଟା 9ଟା ଠାରୁ 3ଟା 9ଟା PM ଠାରୁ 3ଟା AM ପର୍ଯ୍ୟନ୍ତ କେତେ ଦୂରତା ଅତିକ୍ରମ କରୁଛି ନା 6 ପାଇ ଦୂରତା। ବୁଝିଲେ 6 ପାଇ ଇଞ୍ଚ ଏଇଟା ହେଇଯିବ କଣ ହେଇଯିବ ଇଞ୍ଚ ହେଇଯିବ। ଜାଣିପାରିଲନି 6 ପାଇ କୋଉଠି ଅଛି ଅପସନ ନମ୍ବର ସି। କେତେ ସହଜ କୋଶ୍ଚିନ୍ ସମସ୍ତେ ଜାଣିପାରୁଥିବ ପିଲାମାନେ। ଦେଖ ନେକ୍ସଟ କୋଶ୍ଚିନ୍ କୁ ଯିବା। ନେକ୍ସଟ କୋଶ୍ଚିନ୍ ଆର ଅପସନ ନାହିଁ ଅପସନ ଟା ମତେ ଆଡଜଷ୍ଟ କରିବା ମନେ ନଥିଲା ହେଲା। ଦେଖ if the side of an equilateral triangle equilateral triangle କହିଲେ କଣ ବୁଝ ନା equilateral triangle ହେଲା କଣ ସମବାହୁ ତ୍ରିଭୁଜ। କୋଉ ତ୍ରିଭୁଜ ସମବାହୁ ତ୍ରିଭୁଜ। ମୁଁ କରିଦଉଛି ଗୋଟେ ତ୍ରିଭୁଜ ଯାହାର ନାଁ ଦେଇଥିଲେ ABC equilateral କେତେବେଳେ ହବ ନା AB BC AC ଏ ସାଇଡ ତିନିଟା କେତେବେଳେ ଇକ୍ୱାଲ ହବ ଦେଇଦେଇଛି equilateral triangle ସାଇଡ ଦେଇଥିଲା 24 ତାହେଲେ ପ୍ରତ୍ୟେକ ସାଇଡ 20 ଏଇଟା ବି 24 ଏଇଟା ବି 24 ଏଇଟା ବି 24 ସବୁ ସାଇଡ 24 ତାହେଲେ ହ୍ୱାଟ ଇଜ ଦ ଏରିଆ ଦେନ୍ ହ୍ୱାଟ ଇଜ ଇଟ୍ସ ଏରିଆ ଆର ଏରିଆ ଏରିଆ ମାନେ କଣ କ୍ଷେତ୍ରଫଳ। ତାହେଲେ ଯେତେବେଳେ ବାହୁ ଦତ୍ତ ଥିବ ବାହୁ ଦତ୍ତ ଥିଲା ବେଳେ କ୍ଷେତ୍ରଫଳ କେମିତି ବାହାରିବ ନା କ୍ଷେତ୍ରଫଳ ସୂତ୍ର ଅଛି ବହୁତ ସହଜ √3/4 ଗୁଣନ କଣ a ସ୍କୋୟାର ମାନେ ସମାନ ବାହୁର ଦୈର୍ଘ୍ୟର ବର୍ଗ। ତାହେଲେ √3 ତା √3 ରହିଲା /4 ରହିଲା। ତାହେଲେ a ଜାଗା କେତେ ପଡୁଛି 24 ଇଣ୍ଟୁ କେତେ 24 4 କାଟିଦେଲେ କେତେ 400 ତାହେଲେ 6 ଚଉକୁ 24 ହଉ କେତେ 6 ଚଉକୁ କେତେ 24 6 ଦୁଗୁଣେ 12 କେତେ 14 144 ଏଠି କଣ ହେଲା √3। ତାହେଲେ ବର୍ତ୍ତମାନ କଣ ବାହାରିଗଲା ମୋର ଏରିଆ ବାହାରିଗଲା। ତାହେଲେ ଯେହେତୁ ସାଇଡ ଦେଇଥିଲା ସେଣ୍ଟିମିଟର ତାହେଲେ ଏରିଆ ବି କଣ ହେଇଯିବ ନା ସେଣ୍ଟିମିଟର ସ୍କୋୟାର ହେଇଯିବ। ଜାଣିପାରିଲନି ବହୁତ ସହଜ। ଏଇଟା ଯେତେବେଳେ ବାହୁ ଯେତେବେଳେ କଣ ସାଇଡ ଗିଭେନ ଥିବ ସେତେବେଳେ ଏରିଆ ବାହାର କରିବା ପାଇଁ ଏଇ ସୂତ୍ର ଲାଗି। ଯେତେବେଳେ ଗିଭେନ ଥିବ କଣ କହିଲ ଯେତେବେଳେ ଗିଭେନ ଥିବ ଏଚ୍ ମାନେ ହାଇଟ ସାଇଡ ଗିଭେନ ଥିଲା ପରେ ଏରିଆ କେମିତି ବାହାରିବ ନା 1/√3 ଇଣ୍ଟୁ କଣ h ସ୍କୋୟାର ହେଲା। ବୁଝିଲଣି ଯେତେବେଳେ ତମକୁ ସାଇଡ ଗିଭେନ ଥିବ ତାହେଲେ ଏରିଆ ବାହାର କରିବା ପାଇଁ √3/4 a ସ୍କୋୟାର। ତାପରେ ଏଇଟା କଣ ଯେତେବେଳେ ତମକୁ ଏଚ୍ ବା ହାଇଟ ଗିଭେନ ଥିବ ସେତେବେଳେ କଣ 1/√3 ଇଣ୍ଟୁ h ସ୍କୋୟାର ପକେଇକି ଫର୍ମୁଲା ପକେଇକି ତମକୁ କଣ କରିବାକୁ ପଡିବ ଏରିଆ ବାହାର କରିବାକୁ ପଡିବ। ବୁଝିପାରିଲ ନା ନାହିଁ? ତାହେଲେ ଆମର ଟାର୍ଗେଟ କଣ ନା ଟାର୍ଗେଟ ହେଲା ଆମର 100 ଡେଜ ରେ କେମିତି ଆମେ ସବୁତକ 2023 ର ଯଦି ତା ଭିତରେ ଯଦି ହେଇଯାଉଛି ତ ଭଲ କଥା। ତାପରେ କଣ ଆମେ ପ୍ରିଭିୟସ ଇୟର ପୁଣି 2022 କି ପଳେଇ ଆସିବା। କିନ୍ତୁ ଆଜି କଣ ହେଇଛି ତମର ନା 2023 ରେ ମୁଁ ଯୋଡେ କ୍ଲାସ ରେ କଣ କରିଥିଲି ନା 2023 ମସିହାରେ SSC CGL ବୁଝିଲେ କେବଳ ଏବେ ବର୍ତ୍ତମାନ ମୁଁ ଚଲେଇଛି CGL ସମାଧାନ କରୁଛି କରୁଛି। ତାପରେ CGL ସରିଲା ପରେ ମୁଁ କଣ କରିଦେବି CHS ରେ କରିଦେବି। SSC ମାନେ ପାଖାପାଖି ଗୋଟିଏ ପାଟର୍ନ ଦୁଇ ଜଣଙ୍କୁ କିଛି ବରାବର ସେ କହିଲେ ବି ଭୁଲ ହବନି ବୁଝିଲ ନାହିଁ। ତାପରେ ଦେଖ ଆମେ 2023 ରେ ଯେତେବେଳେ ପାଖାପାଖି 25ଟା ଚାପ୍ଟର କୋଶ୍ଚିନ୍ ମୁଁ କଲେକ୍ଟ କରିସାରିଛି। ପ୍ରତ୍ୟେକ ଚାପ୍ଟରର କେତେଟା କେତେଟା କୋଶ୍ଚିନ୍ 20 ମୋର ଦେନ୍ 20 ଅଛି କିନ୍ତୁ ମିନିମମ୍ ଟା ମୁଁ ରଖୁଛି 20। କୋଉ ଚାପ୍ଟରରେ ଅଛି କୋଉ କୋଉ ବିଷୟରେ ବେଶୀ ଆସୁଛି ମାନେ ଗୋଟେ ଗୋଟେ ସିଫ୍ଟରେ 2ଟା 3ଟା ଚାପ୍ଟର ଆସୁଛି ତେଣୁକରି ସେଇ ଚାପ୍ଟରଟା ବେଶୀ କୋଶ୍ଚିନ୍ ହେଇଯିବ ନା। ଗୋଟେ ଦିନକୁ ଯଦି 15ଟା 10ଟା ଆଇଲା ଭାରି ତାହେଲେ ମିନିମମ୍ 10 ଦିନ ହଉଛି 10 ଦିନ କେତେ ହେଇଯିବ 50ଟା ହେଇଯିବ କୋଶ୍ଚିନ୍। ବୁଝିଲ ନା ନାଇଁ? ଆମେ 20 ଚାପ୍ଟର ରହିଛି 25 ଚାପ୍ଟର ରହିଛି ଟୋଟାଲ ଆମର ସିଜିଏଲ ପାଇଁ ହେଲା। ପ୍ରତ୍ୟେକ ଚାପ୍ଟରର କଣ ହେଇଛି 20ଟା ଲେଖା କୋଶ୍ଚିନ୍ ହେଇଛି। ତାହେଲେ ଟୋଟାଲ କେତେଟା ହେଇଯିବ 500 ପାଖାପାଖି କୋଶ୍ଚିନ୍ କେବଳ ଏଇଠି ମାନେ ଏବେ ଯୋଉ ରିସେଣ୍ଟ ଏକ୍ସାମ ଯୋଉ ହେଇଥିଲା 2023 ରେ ଟୋଟାଲ 500ଟା ପାଖାପାଖି ତମର କଣ ମ୍ୟାଥ କୋଶ୍ଚିନ୍ ହେଇଛି। ଯଦି ଆମେ ଏହାକୁ ସମାଧାନ କରିଦବା ବୁଝିଲ ନା ନାଇଁ ତାହେଲେ ବହୁତ ଆମକୁ ଏଇ ରିସେଣ୍ଟ ଏକ୍ସାମରେ କଣ ହେଲ୍ପ କରିବ। ଆଉ ତମେ ସଦାବେଳେ ଟାର୍ଗେଟ ନେଇକି ପାଠ ପଢୁଥାଅ। ଟାର୍ଗେଟ ମିନ୍ସ ଯେମିତି ଯେକୌଣସି ଗୋଟେ ବଡ ଏକ୍ସାମ ଦେଖିକି ପ୍ରିପେୟାର ହବ ବଡ ଏକ୍ସାମ ପାଇଁ ଆଉ ଯେକୌଣସି ଛୋଟ ଏକ୍ସାମ ତାଠୁ ଲେବୁଲ ଟିକେ କମ ଆଉ ଲେବୁଲ ଅଛି ତେଣୁ ବଡ କଣ ଛୋଟ କଣ ବୁଝୁଛନ୍ତି। ଗଭର୍ଣ୍ଣମେଣ୍ଟ ଏକ୍ସାମ ତ ସବୁ ବଡ ଆଜିକା ଡେଟରେ ସୁଇପର ବି ଲେବୁଲ ବି ସେମାନଙ୍କର ବି ବଡ। ମୁଁ କାହାକୁ ବଡ ଛୋଟ କହୁନି କିନ୍ତୁ କହିବାର ଉଦ୍ଦେଶ୍ୟ ଏହା ଯେ ଯେହେତୁ ତାଙ୍କର ଯୋଉ ଗ୍ରେଡ ସେକ୍ସନ ଅଛି ଗ୍ରେଡେସନ ଗ୍ରୁପ ଏ ବାଲା ଗ୍ରୁପ ବି ବାଲା ଗ୍ରୁପ ସି ବାଲା ଗ୍ରୁପ ଏ ବାଲା ଜବ ର କଣ ଟିକେ ଟପ୍ ରହିବ କୋଶ୍ଚିନ୍ ସେଇ କୋଶ୍ଚିନ୍ ଯଦି ସମାଧାନ କରିଦବା ତାହେଲେ ଆମେ କଣ କରିବା ଆଉ ଯେତେବେଳେ ବି ସି ଡି ଆଉ ଯେକୌଣସି ସେକ୍ସନ କୋଶ୍ଚିନ୍ ଆମେ କଣ କରିପାରିବା ସିମ୍ପ୍ଲିଫାଇ କରିପାରିବା। ତାହେଲେ ପିଲାମାନେ ମୁଁ ରହୁଛି ଆଜି କେମିତି ତମ କ୍ଲାସ ଲାଗିଲା ତେଣୁ ନିଶ୍ଚିତ ମତେ ଜଣେଇବ। ଧନ୍ୟବାଦ।